ପ୍ରଭୁଙ୍କର କେବଳ ଆମେ ଏ ପର୍ଯ୍ୟନ୍ତ ଜୀବନ ମଧ୍ୟରେ ବଞ୍ଚିଅଛୁ ମଧ୍ୟ ଏହି ପ୍ରକାର ସହଭାଗିତାରେ ଆମେ ଆସୁଅଛୁ। ସେଥିପାଇଁ ବିଶେଷ ବିଶେଷ ଧନ୍ୟବାଦ ମଧ୍ୟ ଧନ୍ୟବାଦ ଦିଏ ମୋ ପରି ଅଯୋଗ୍ୟ ଲୋକକୁ ଆଜିର ପ୍ରାତଃ କାଳର ରିଏଲ ମିନିଷ୍ଟ୍ରି ଜୁମ୍ ପରିଚାଳନା କରିବା ପାଇଁ କର ମହାଶୟ ସୁନ୍ଦର ସୁଯୋଗ ଦେଇଛନ୍ତି, ତାଙ୍କୁ ମଧ୍ୟ ମୋର ହୃଦୟର କୃତଜ୍ଞତା ଜଣାଏ। ମଧ୍ୟ ପ୍ରାତଃ କାଳରେ ଆଜ୍ଞା ଉଠିକି ଅନେକ ବିଷୟ ନେଇକି ଉପସ୍ଥାପନା କରିଛନ୍ତି ପ୍ରାର୍ଥନା ନିମନ୍ତେ ଏବଂ ଅନେକ ଭାଇ ଭଉଣୀ ମାନେ ମଧ୍ୟ ପ୍ରଭୁଙ୍କର ଦାସ ଦାସୀ ମାନେ ମଧ୍ୟ ପ୍ରାର୍ଥନା ଉତ୍ସର୍ଗ କରିଛନ୍ତି। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଏ ପ୍ରାତଃ କାଳର ପ୍ରାର୍ଥନା ପ୍ରଭୁ ଶୁଣୁଛନ୍ତି। ଶୁଣି ଆସି ଆମମାନଙ୍କୁ ଅନେକ ବିଷୟ ସଫଳ ଦେଇଛନ୍ତି ଏବଂ ସଫଳ ଦେବ ବୋଲି ମଧ୍ୟ ଆମେ ବିଶ୍ୱାସ ଭରସା କରି ଆମେ ଆଗକୁ ବଢୁଛୁ। ମୋ ନିମନ୍ତେ ପ୍ରାର୍ଥନା କରାଯାଇଛି। ମୁଁ ଆଉ ପ୍ରାର୍ଥନା କରିବା ପାଇଁ ଯାଇ ନାହିଁ, କିନ୍ତୁ ଗୋଟିଏ ବାକ୍ୟ ଅଧ୍ୟୟନ କରିବି। ଆମମାନଙ୍କର ଭଉଣୀ ୱାର୍ସିପ୍ କରିବା ପୂର୍ବରୁ, ଝିଅ ୱାର୍ସିପ୍ କରିବାରୁ ଗୋଟିଏ ଅଂଶ ଆମେ ପାଠ କରିବା। ତା ହେଉଛି ଗୀତ ସଂହିତା 100 ପର୍ବ 1-2 ପଦ ପଢିବା। ହେ ସକଳ ଦେଶ, ତୁମେମାନେ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର, ଆନନ୍ଦରେ ସଦାପ୍ରଭୁଙ୍କର ସେବା କର, ଗାନ କରି ତାହାଙ୍କ ଛାମୁକୁ ଆସ। ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି ଏହା ତୁମେମାନେ ଜ୍ଞାତ ହୁଅ। ସେ ଆମମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେମାନେ ତାହାଙ୍କର ଅଟୁ। ଆମେମାନେ ତାହାଙ୍କର ଲୋକ ଓ ତାହାଙ୍କର ଚରା ସ୍ଥାନର ମେଷ। ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ଆମମାନଙ୍କର ସମ୍ମୁଖରେ ଝିଅ ଅଛନ୍ତି ଜସ୍ମିନ ଲିମା। ସେ ଅତି ସୁନ୍ଦର ଭାବରେ ପ୍ରଭୁଙ୍କର ଆରାଧନା କରିଥାଏ। ପ୍ରଭୁ ତାଙ୍କୁ ଅତି ସୁନ୍ଦର କଣ୍ଠ ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ଆମମାନଙ୍କର ଗହଣ ମଧ୍ୟରେ ସେ ଅଛନ୍ତି। ମୁଁ ପ୍ରଭୁଙ୍କ ନାମରେ ତାଙ୍କୁ ଆହ୍ୱାନ କରେ, ଝିଅ ନମସ୍କାର। ନମସ୍କାର। ପ୍ରଭୁଙ୍କ ନାମରେ ତାଙ୍କୁ ଆହ୍ୱାନ କରି ସେ ସମ୍ମୁଖକୁ ଆସିବେ, ସ୍ତୁତି ଆରାଧନା କରି ବା ଗୀତ ଗାନ କରି ଆମମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇବେ। ଧନ୍ୟବାଦ ମା। ବର୍ତ୍ତମାନ ଆପଣଙ୍କର ସମୟ, ଆପଣ ସ୍ତୁତି ଆରାଧନା କରିକି ଆମମାନଙ୍କୁ ପ୍ରଭୁଙ୍କ ନିକଟବର୍ତ୍ତୀ କରାଇବେ ଏବଂ ପ୍ରଭୁଙ୍କର ପ୍ରଶଂସା କରିବେ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ମା, ସୁନ୍ଦର ଆହ୍ୱାନ ପାଇଁ। ପ୍ରଭୁ ଆପଣଙ୍କୁ ଆହୁରି ଆଶୀର୍ବାଦ କରି ତାଙ୍କରି ଗୌରବ ପାଇଁ ବ୍ୟବହାରିତ କରନ୍ତୁ। ପ୍ରଭୁଙ୍କର ମହତ୍ ନାମର ଧନ୍ୟବାଦ ହଉ। ପ୍ରଭୁ ଆମମାନଙ୍କୁ ପୁନରାୟ ନୂତନ ବର୍ଷର 20ତମ ଦିନ ପର୍ଯ୍ୟନ୍ତ କୁଶଳରେ ଆଣିଲେ। ତାଙ୍କରି ସାନ୍ନିଧ୍ୟରେ ବସି ତାଙ୍କରି ଗୌରବ କରିବା ପାଇଁ ଅପୂର୍ବ ଅବକାଶ ଦେଇଥିବା ସକାଶେ ସେ ଜୀବିତ ପରମେଶ୍ୱରଙ୍କୁ ଧନ୍ୟବାଦ ଦଉ ଦଉ ଉପସ୍ଥିତ ସମସ୍ତଙ୍କୁ ମୋ ନମସ୍କାର ଜ୍ଞାପନ କରି ନମସ୍କାର। ତତ୍ସହିତ ଧନ୍ୟବାଦ ଦିଏ ହୋଷ୍ଟ ଆଜ୍ଞାଙ୍କ ଗତିରେ ମଧ୍ୟ କୃତଜ୍ଞତା ଜଣାଏ। ମୋ ଅଯୋଗ୍ୟାକୁ ସେ ସୁଯୋଗ ଦେଇଛନ୍ତି। ଧନ୍ୟବାଦ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ସମସ୍ତେ ସମ୍ମିଳିତ ଭାବରେ ପ୍ରଭୁଙ୍କର ଗୌରବ କରିବା। କାରଣ ମା ଅତି ସୁନ୍ଦର ବାକ୍ୟ ସେ ପଠନ କରୁଥିଲେ। ଆମମାନେ ସମସ୍ତେ ଆନନ୍ଦର ସହିତ ପ୍ରଭୁଙ୍କର ପ୍ରଶଂସା କରିବା। ଧନ୍ୟବାଦ ଯୀଶୁଙ୍କୁ ଦିଅ, ହୋଇ ହରସ। ଧନ୍ୟବାଦ ଯୀଶୁଙ୍କୁ ଦିଅ, ହୋଇ ହରସ। ପାପ ନାଶକାରୀ ଈଶ କଲେ ସେ ପ୍ରେମ ଶେଷ। ପାପ ନାଶକାରୀ ଈଶ କଲେ ସେ ପ୍ରେମ ଅଶେଷ। ଧନ୍ୟବାଦ ଯୀଶୁଙ୍କୁ ଦିଅ, ହୋଇ ହରସ। ଅନବସ୍ତ୍ର ଭାବରୁ ଘୋର ଆପଦ ବିପଦରୁ, ଅନବସ୍ତ୍ର ଭାବରୁ ଘୋର ଆପଦ ବିପଦରୁ, ନାନା ରୋଗ ସଂକଟରୁ
କଳୁଷିତ ଜୀବନରୁ ନାନା ରୋଗ ସଂକଟରୁ କଳୁଷିତ ବିପଦରୁ ରକ୍ଷା କରିଣ ଈଶ୍ୱର ଦେଲେ ସୁସ୍ଥ ଶରୀର ରକ୍ଷା କରିଣ ଈଶ୍ୱର ଦେଲେ ସୁସ୍ଥ ଶରୀର ହୋଇ ସରବେ ସନ୍ତୋଷ କରତି ଉଲ୍ଲାସ ଧନ୍ୟବାଦ ଯୀଶୁଙ୍କୁ ଦିଅ ହୋଇ ହରସ ଧନ୍ୟବାଦ ଯୀଶୁଙ୍କୁ ଦିଅ ହୋଇ ହରସ ଧନ୍ୟ ଜିହ୍ୱାଙ୍କ ନାମ କରିଣ ଶେଷ ପ୍ରେମ ଧନ୍ୟ ଜିହ୍ୱାଙ୍କ ନାମ କରିଣ ଶେଷ ପ୍ରେମ ଆମ ପାପ ଅନୁସାରେ ପ୍ରତିଫଳ ସେ ନ ଦେଲେ ଆମ ପାପ ଅନୁସାରେ ପ୍ରତିଫଳ ସେ ନ ଦେଲେ ସେ ଦୟାକୁ ହେଜି ମନରେ ଗାନ କର ଆନନ୍ଦରେ ସେ ଦୟାକୁ ହେଜି ମନରେ ଗାନ କର ଆନନ୍ଦରେ କ୍ଷମି ଆମରି କଳୁଷ କଲେ ସେ ପ୍ରେମ ଅଶେଷ ଧନ୍ୟବାଦ ଯୀଶୁଙ୍କୁ ଦିଅ ହୋଇ ହରସ ଧନ୍ୟବାଦ ଯୀଶୁଙ୍କୁ ଦିଅ ହୋଇ ହରସ ପାପ ନାଶକାରୀ ଈଶ କଲେ ସେ ପ୍ରେମ ଶେଷ ପାପ ନାଶକାରୀ ଈଶ କଲେ ସେ ପ୍ରେମ ଅଶେଷ ଧନ୍ୟବାଦ ଯୀଶୁଙ୍କୁ ଦିଅ ହୋଇ ହରସ ଧନ୍ୟବାଦ ଯୀଶୁଙ୍କୁ ଦିଅ ହୋଇ ହରସ ହାଲେଲୁୟା ହାଲେଲୁୟା ବାସ୍ତବିକ ଭାବରେ ମୋର ପ୍ରିୟମାନେ ଆମମାନେ ତାଙ୍କୁ ଧନ୍ୟବାଦ ଦେବା କାରଣ ସେ ଆମମାନଙ୍କୁ ଅଶେଷ ପ୍ରେମ କଲେ ପ୍ରତିଟି ସମୟର ପ୍ରତିଟି ଅବସ୍ଥାରେ ତାଙ୍କରି ଦୟାକୁ ମହତ ଭାବରେ ଆମମାନଙ୍କ ଜୀବନରେ ନୂତନ ଭାବରେ ସେ ଆନନ୍ଦକୁ ଦାନ କଲେ ଯଦ୍ୱାରା ଆମମାନେ ଜୀବିତମାନଙ୍କ ମଧ୍ୟରେ ଜୀବିତ ନାମ ସ୍ଥାନ ପ୍ରାପ୍ତ ହୋଇଛୁ ଆମମାନଙ୍କର ଜୀବନରେ ଅଭାବ ଥିଲାବେଳେ ସେ ଅଭାବକୁ ଦୂର କଲେ ରୋଗ ଦୂର କଲେ ସୁସ୍ଥତା ପ୍ରଦାନ କଲେ ଉତ୍ତମ ବସ୍ତୁରେ ମୁଖ ତୃପ୍ତ କରାଇଲେ ନୂତନ ବଳ ନୂତନ ଶକ୍ତି ନୂତନ ଚିନ୍ତା ନୂତନ ଅନୁଭୂତି ନୂତନ ବର୍ଷକୁ ଦାନ କଲେ ନୂତନ ଦିନ ସମୂହ ସମୟ ମୁହୂର୍ତ୍ତକୁ ଦାନ କଲେ ସେ ଆମମାନଙ୍କର ସାହାଯ୍ୟକାରୀ ପରିତ୍ରାଣକର୍ତ୍ତା ଉଦ୍ଧାରକାରୀ ପରମେଶ୍ୱର ତେଣୁ ଆନନ୍ଦ ସହକାରେ ଉଲ୍ଲସିତ ହୋଇ ଆମମାନେ ତାଙ୍କରି ସେବା କରିବା ଆବଶ୍ୟକ ଆସନ୍ତୁ ଆମମାନେ ଆମମାନଙ୍କର ହୃଦୟ ମନ ପ୍ରାଣକୁ ତାଙ୍କଠାରେ ହୃଷ୍ଟ ଚିତ୍ତରେ ଦାନ କରି ପ୍ରଭୁଙ୍କର ପ୍ରଶଂସା କରିବା କାରଣ ସେ ଆମମାନଙ୍କର ପ୍ରତିପାଳନକାରୀ ପ୍ରତିପୋଷଣକାରୀ ପ୍ରତିଟି ସମୟରେ ପ୍ରତିଟି ଅବସ୍ଥାରେ ଆମମାନେ ଡାକିଲେ ସେ ଆମମାନଙ୍କର ଉତ୍ତରଦାତା ପରମେଶ୍ୱର ଦୁଃଖ ବେଳେ ସହବର୍ତ୍ତୀ ହେବାର ପ୍ରଭୁ ଆମମାନଙ୍କୁ ଉଚ୍ଚରେ ସ୍ଥାପନକାରୀ ପରମେଶ୍ୱର ଅଟନ୍ତି ହାଲେଲୁୟା ଆସନ୍ତୁ ଆମମାନେ ଏହି ଗୀତ ଗାନ କରୁ କରୁ ପ୍ରଭୁଙ୍କର ପ୍ରଶଂସା କରିବା हो सदा प्रभु मोर प्रतिपालक हो सदा प्रभु मोर प्रिय पालक
ହାଲେଲୁୟା ମୁହିଁ ଗାଇବି ଯୀଶୁ ନାମର, ପ୍ରଶଂସା ଓ ସ୍ତୁତି କରିବି ତାଙ୍କ ନାମର। ହାଲେଲୁୟା ମୁହିଁ ଗାଇବି ଯୀଶୁ ନାମର, ପ୍ରଶଂସା ଓ ସ୍ତୁତି ଭଜିବି ତାଙ୍କ ନାମର। ଓ ସଦା ପ୍ରଭୁ ମୋର ପ୍ରତିପାଳକ, ଓ ସଦା ପ୍ରଭୁ ମୋର ପ୍ରିୟ ପାଳକ। ଜଗତରେ କେହି ନାହିଁ ମୋ ଯୀଶୁ ପରି, ତାଙ୍କ ପରି ପ୍ରେମ କେହି ପାରିବେନି କରି। ଜଗତରେ କେହି ନାହିଁ ମୋ ଯୀଶୁ ପରି, ତାଙ୍କ ପରି ପ୍ରେମ କେହି ପାରିବନି କରି। ଯେବେ ସମାଜ କଲା ମତେ ତୁଚ୍ଛ, ଛାୟା ତଳେ ତୁମ ଆଶ୍ରୟ ଦେଇଛ। ହୋ ସଦା ପ୍ରଭୁ ମୋର ପ୍ରତିପାଳକ, ଓ ସଦା ପ୍ରଭୁ ମୋର ପ୍ରିୟ ପାଳକ। ଅଭାବ ମୋହର ସବୁ କରିବ ପୂରଣ, ଦୁର୍ଦ୍ଦଶା କାଳରେ ମୋର ତୁମେ ହିଁ ଶରଣ। ଅଭାବ ମୋହର ସବୁ କରିଛ ପୂରଣ, ଦୁର୍ଦ୍ଦଶା କାଳରେ ମୋର ତୁମେ ହିଁ ଶରଣ। ମାଗିବା ଆଗରୁ ଜାଣ ତୁମେ ସବୁ, ଯୋଗ୍ୟତାଠୁ ବେଶୀ ଦେଇଛ ହି ପ୍ରଭୁ। ହୋ ସଦା ପ୍ରଭୁ ମୋର ପ୍ରତିପାଳକ, ଓ ସଦା ପ୍ରଭୁ ମୋର ପ୍ରିୟ ପାଳକ। ହାଲେଲୁୟା ମୁହିଁ ଗାଇବି ତାଙ୍କ ନାମର, ପ୍ରଶଂସା ଓ ସ୍ତୁତି ଭଜିବି ଯୀଶୁ ନାମର। ହାଲେଲୁୟା ମୁହିଁ ଗାଇବି ତାଙ୍କ ନାମର, ପ୍ରଶଂସା ଓ ସ୍ତୁତି ଭଜିବି ଯୀଶୁ ନାମର। ଓ ସଦା ପ୍ରଭୁ ମୋର ପ୍ରତିପାଳକ, ଓ ସଦା ପ୍ରଭୁ ମୋର ପ୍ରିୟ ପାଳକ। ସତରେ ମୋର ପ୍ରିୟ ମାନେ, ସେମାନଙ୍କର ପ୍ରତିପାଳକ, ସେମାନଙ୍କର ପ୍ରତିପୋଷଣକାରୀ, ଆମମାନଙ୍କର ପ୍ରାଣ ଆତ୍ମା ଶରୀରର ସୁରକ୍ଷାକାରୀ, ତଦାରଖକାରୀ, ଆମମାନଙ୍କର ସର୍ବ ଅବସ୍ଥାରେ ସର୍ବ ବିଷୟରେ ମନୋଯୋଗୀ ପରମେଶ୍ୱର। ଆମମାନଙ୍କ ଜୀବନର ଅଭାବ ସେ ଦୂର କରିଅଛନ୍ତି। ମୋ ପ୍ରିୟମାନେ, ଆମମାନଙ୍କର ମାଗିବା, ଭାବିବା, ଚିନ୍ତା କରିବା ଆଗରୁ ସେ ଆମମାନଙ୍କୁ ଅତ୍ୟଧିକ ବିଷୟ ଯୋଗ୍ୟତା ଠାରୁ ବାହାରେ ଆମମାନଙ୍କୁ ସେ ଦାନ କରିଅଛନ୍ତି। ଆମମାନଙ୍କର ପୁଣ୍ୟତା, ପବିତ୍ରତା, ଉତ୍ତମ କର୍ମ, ଉତ୍ତମ ଜୀବନ ସକାଶେ ନୁହେଁ, ଆମମାନଙ୍କୁ ସେ ଅନୁଗ୍ରହରେ ଏହି ବର୍ଷ ଟିକକ ଦେଇଅଛନ୍ତି। ତାଙ୍କରି ନାମରେ, ତାଙ୍କ ଉଦ୍ଦେଶ୍ୟରେ ଫଳ ଫଳିବା ପାଇଁ, ପ୍ରଚୁର ଫଳ ଫଳିବା ପାଇଁ, ଯେଉଁ ଫଳ କି ଦେଖି ପିତା ଈଶ୍ୱର ସେ ମହିମାନ୍ୱିତ ହେବେ, ଯେଉଁ କାର୍ଯ୍ୟ କି ଦେଖି ସେ ଗୌରବାନ୍ୱିତ ହେବେ, ଗୌରବ ପାଇବେ ଏବଂ ତାଙ୍କରି ପ୍ରଶଂସା ଆମମାନଙ୍କର ଜୀବନ ଦ୍ୱାରା ଏହି ଜଗତ ମଧ୍ୟରେ ପ୍ରସ୍ଫୁଟିତ ହେବ। ଆଉ ସେଇ
ପର୍ବତ ଉପରେ ସ୍ଥାପିତ ନଗର ଦୃଶ୍ୟ କରିବା ପାଇଁ ସେମାନଙ୍କୁ ଚାହାନ୍ତି। ଆସନ୍ତୁ ଆମମାନେ ସେହି ନଗରୀ ହେବା ପାଇଁ, ତାଙ୍କରି ହସ୍ତ ପାପୁଲିର ସେଇ ନକ୍ଷତ୍ର ହେବା ପାଇଁ ଆମମାନେ ଚାହିଁଲେ ଆଜିର ଏହି ସେବା ମଧ୍ୟରେ ଆମମାନେ ଆପଣା ଆପଣା ମନକୁ, ଆମମାନଙ୍କର ଜୀବନକୁ, ଆମମାନଙ୍କର ପ୍ରାଣକୁ, ଆମମାନଙ୍କର ଶରୀରକୁ ଆମମାନେ ସମର୍ପଣ କରିବା। ହାଲେଲୁୟା, ହାଲେଲୁୟା। खाली हूँ, भर दे मुझको, ये दुआ तुझसे, ये दुआ तुझसे, ये दुआ तुझसे, ये खुदा, खुदा करूँ आराधना, करूँ आराधना, हाथों को अपने उठाकर तुझे दो महिमा। खुदा करूँ आराधना, करूँ आराधना, हाथों को अपने उठाकर तुझे दो महिमा। तेरे बिन मैं कुछ भी नहीं, तेरे बिन मैं कुछ भी नहीं, हे खुदा बनिसु, तेरे बिन मैं कुछ भी नहीं, हे खुदा बनिसु, तेरे बिन मैं कुछ भी नहीं। ସତରେ ମୋର ପ୍ରିୟମାନେ, ତାଙ୍କ ବିନା ମାନେ କିଛି ନୁହଁ। ଅଶାନ୍ତପୂର୍ଣ୍ଣ ଜଗତ ମଧ୍ୟରେ, ଅସାରପୂର୍ଣ୍ଣ ଜଗତ ମଧ୍ୟରେ ଆମମାନେ ଶାରୀରିକ ଅଭିଳାଷର, ଚକ୍ଷୁର ଅଭିଳାଷରେ ଆମମାନେ ଅନେକ ସମୟରେ ଲୌକିକ ଗର୍ବରେ ମାତି ତାଙ୍କଠାରୁ ଦୂରକୁ ଚାଲି ଯାଇଥାଉ। କିନ୍ତୁ ସେ ପ୍ରତିଜ୍ଞାରେ ବିଶ୍ୱସ୍ତ। ସେଦିନ ସେ ଅବ୍ରାହମକୁ ପ୍ରତିଜ୍ଞା ଦେଲେ, କିନ୍ତୁ ତାଙ୍କରି ସେଇ ଅମନୋଯୋଗିତାକୁ ଦେଖି ତାଙ୍କୁ ଛାଡ଼ିଲେ ନାହିଁ। ତାଙ୍କରି ବାଧ୍ୟତାକୁ ସେ ସ୍ମରଣ କଲେ, ଅନୁଗ୍ରହ ଆଶୀର୍ବାଦରେ ପୂର୍ଣ୍ଣ କଲେ। ତାଙ୍କରି ବିବୁଧ ଦୟା, କରୁଣା, କୃପାକୁ ସେ ପୂର୍ଣ୍ଣ ମାତ୍ରାରେ ଦେଲେ, ବହୁଳ ଭାବରେ ଆଶୀର୍ବାଦ ଦାନ କଲେ। ତଦ୍ରୂପ ଆଜି ଆମମାନଙ୍କର ଜୀବନକୁ ସେ ଅନୁସନ୍ଧାନ ତଉଲୁଅଛନ୍ତି। ମୋର ପ୍ରିୟମାନେ, ଆମମାନେ ଯେପରି ତାଙ୍କ ପାଇଁ ଏହି ବର୍ଷ ବିଶ୍ୱସ୍ତ ଭାବରେ ସନ୍ତୁଷ୍ଟ ଜୀବନ କାଟିବା, ଆମମାନେ ତାଙ୍କରି ଗୌରବ ଉଦ୍ଦେଶ୍ୟରେ ଦିନକୁ ଦିନ ବୃଦ୍ଧି ପାଇବା, ଏହା ଇଚ୍ଛା କରି ସେ ଆମମାନଙ୍କୁ ଏହି ନୂତନ ଦିନ, ନୂତନ ବର୍ଷ, ନୂତନ ସମୂହ, ନୂତନ ମାସ, ନୂତନ ମୁହୂର୍ତ୍ତ ମାନ ଆମମାନଙ୍କୁ ସେ ଦାନ କରିଅଛନ୍ତି। ଆସନ୍ତୁ ଆମମାନେ ଆପଣା ହୃଦୟକୁ, ଆମମାନଙ୍କର ଜୀବନକୁ, ଆମମାନଙ୍କର ପ୍ରାଣକୁ, ଆମମାନଙ୍କର ଆତ୍ମାକୁ, ଆମମାନଙ୍କର ପରିବାରକୁ, ଆମମାନଙ୍କର ମଣ୍ଡଳୀକୁ, ଆମମାନଙ୍କର ସେବା କ୍ଷେତ୍ରକୁ, ଆମମାନଙ୍କର କାର୍ଯ୍ୟକ୍ଷେତ୍ରକୁ ଆମମାନେ ତାଙ୍କଠାରେ ସମର୍ପଣ କରିବା। କାରଣ ସେ ସର୍ବସାଧନକାରୀ ପରମେଶ୍ୱର, ଅସାଧ୍ୟ ବିଷୟର ସାଧନକାରୀ, ଅସମ୍ଭବତାର ସମ୍ଭବକାରୀ, ଅଦୃଶ୍ୟତାର ଦୃଶ୍ୟମାନକାରୀ ପରମେଶ୍ୱର ଅଟନ୍ତି। ହାଲେଲୁୟା, ହାଲେଲୁୟା। ଆମମାନେ କେହି ମଧ୍ୟ ନୀରବ ନ ରହି ଆମମାନଙ୍କର ଜୀବନକୁ ତାଙ୍କଠାରେ ସମର୍ପଣ କରିବା। ଆଜି ଦିନକୁ ଆରମ୍ଭ କରୁ କରୁ ଆମମାନେ ଆପଣାର ମନକୁ ତାଙ୍କଠାରେ ଦେବା, ଆମମାନଙ୍କର ଶରୀରକୁ ତାଙ୍କଠାରେ ସମର୍ପଣ କରିବା। ଆମମାନେ ଜାଗତିକ ଇଚ୍ଛା, ଅଭିଳାଷୀ ଜୀବନ ନ କାଟି ଆତ୍ମିକ ଇଚ୍ଛା ଅନୁସାରେ ଯେପରି ଆମମାନେ এই ବର୍ଷକୁ, এই ମାସକୁ, ଆମମାନେ ଏହି ଦିନ ସମୂହକୁ କ୍ଷେପଣ କରିବା। ଏଥିପାଇଁ ଆସନ୍ତୁ ଆମମାନେ ସମସ୍ତେ ସମର୍ପିତ ହେବା। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ସ୍ୱଗୌରବ ରକ୍ଷଣରେ ଉଦ୍ଯୋଗୀ, ପବିତ୍ର, ଅତି ପବିତ୍ର, ଧାର୍ମିକ ପିତା ପରମେଶ୍ୱର, ତୁମରି ମହତ୍ ନାମକୁ ଧନ୍ୟବାଦ ଦେଉଛୁ, ଗୌରବ କରୁଛୁ, ପ୍ରଶଂସା କରୁଛୁ। ସମ୍ମିଳିତ ଭାବରେ ତୁମରି ପୂଜା ଅର୍ଚ୍ଚନା ଆରାଧନା କରୁଛୁ। ଲର୍ଡ ଜିଜସ୍, ତୁମେ ମହାନ, ତୁମେ ମହାନ ପ୍ରଭୁ। ତୁମରି ଅନୁଗ୍ରହ, ତୁମ ଆଶୀର୍ବାଦ, ତୁମ ଅନୁସନ୍ଦେହ ଦୟାକୁ ପ୍ରଚୁର ବହୁଳ ଭାବରେ ଆମମାନଙ୍କ ଉପରେ ତୁମେ ଢାଳି ଦେଇଛ। ଏଥିପାଇଁ ଧନ୍ୟବାଦ। ତୁମରି ଅକଥନୀୟ ଦାନ, ତୁମରି ମଙ୍ଗଳ ଦାନ ପାଇଁ ଧନ୍ୟବାଦ ଦେଉଛୁ। ତୁମର ସତ୍ୟତା ପାଇଁ ଧନ୍ୟବାଦ ଦେଉଛୁ। ତୁମ ବିଶ୍ୱସ୍ତ ଧନ୍ୟବାଦ ଦେଉଛୁ। ପବିତ୍ର ପିତା ପରମେଶ୍ୱର, ଆମର ଦୁଃଖରେ ରହିଲା ବେଳେ ତୁମେ ଆମମାନଙ୍କର ସାନ୍ତ୍ୱନାକାରୀ ପରମେଶ୍ୱର, ଧନ୍ୟବାଦ ଦେଉଛୁ। ତୁମଠାରେ ସ୍ନେହ ରଖିଲା
କହିଲା ବେଲେ ତୁମେ ଆମମାନଙ୍କୁ ଉଦ୍ଧାରକାରୀ परमेश्वर तुमर नामर परिचय दे आमମାନଙ୍କୁ ଉଚ୍ଚରେ ସ୍ଥାପନକାରୀ परमेश्वर ତୁମେ ଅଟ ଏଥିପାଇଁ ଧନ୍ୟବାଦ ଦଉଛୁ। ହଁ ପିତା ଯୁବାସ୍ୟ କାଳ ସର୍ପ ଉପରେ ଚାଲିବା ପାଇଁ ଆମମାନଙ୍କୁ ଅଧିକାର ଦେଇଛ ଏଥିପାଇଁ ଧନ୍ୟବାଦ ଦଉଛୁ ପବିତ୍ର ପିତା परमेश्वर ଆମମାନଙ୍କୁ ଦୀର୍ଘାୟ ଦେଇ ତୃପ୍ତ କରିଛୁ ତୁମର ପରିତ୍ରାଣକୁ ଦେଖାଇଛ ବୋଲି ଧନ୍ୟବାଦ ଦଉଛୁ। ପ୍ରତିଟି ପ୍ରାତରେ ପ୍ରତିଟି ଦିନ ପ୍ରତିଟି ସମୟରେ ତୁମରି ଦୟାକୁ ଚିର ନୂତନ ଭାବରେ ଆମମାନଙ୍କୁ ଦାନ କରିଛ ପ୍ରତିଟି ମୁହୂର୍ତ୍ତରେ ନୂତନ ଅନୁଭୂତି ଦେଇଛ ଜୀବନରେ ଏଥିପାଇଁ ଧନ୍ୟବାଦ ଦଉଛୁ ପ୍ରଭୁ ଗ ତୁମରି ବିବିଧ ଦୟା କରୁଣା ଅନୁଗ୍ରହ ଆଶୀର୍ବାଦ ମାନଙ୍କ ପାଇଁ ପ୍ରଚୁର ରୂପରେ ଢାଳିଛ ଏଥିପାଇଁ ଧନ୍ୟବାଦ ଦଉଛୁ ପ୍ରଭୁ। हे पिता परमेश्वर तुमरी अनुग्रह पाई धन्यवाद दौ हे पिता तुमरी मंगल दान पाई धन्यवाद दे कृतज्ञतार सहित आप जीवन मन प्राण आत्मा को समर्पण करुछु तुम्हें दया कर तुम्हें दया कर मांगिबा भाविबा चिंता करिबा ठारू आमार जीवन रे जो आशीर्वाद महत महत कार्य तुम्हें करियछ एथिपाई धन्यवाद दउछु पवित्र पिता दुख अवस्था रे रहिला बेले प्रभु अभाव रे प्रभु रहिला बेले प्रभु तुम्हें आमानकु शृंखलिच तुम्हें आमानक सहित रे संगति रे इमानुएल परमेश्वर होइछ धन्यवाद दउछि। हाँ पवित्र पिता तुम्हें कहलो जुगांत पर्यंत आमे तुम संग रे अछु। हाँ प्रभु तुमर प्रतिज्ञा को तुम पूर्ण करी आसुथिला बेले तुम सहित रे जेपरि सर्व अवस्था रे सर्व समय रे सर्व निमिष रे रही आमाने तुमर गौरव पाई जीवन यापन करिबो एथिपाई तुमे अनुग्रह कर। हाँ प्रभु तुमरी आत्मा को दान वरदान रे प्रत्येक को भरी दियो तुमर शक्तिर अभिषेक करे प्रत्येक को पूर्ण कर आउ तुमरी पाई जो जो कार्य करिबा पाई जो जो भार दे अछ प्रभु जो जो सकल विषय हाँ प्रभु आमानक प्रति तुमे मनोयोगी होई दान करछ से समस्त कार्य रे हाँ प्रभु विश्वस्त होई कार्य करिबा पाई आमानक तुमे अनुग्रह कर जो सेवा क्षेत्र देइछ प्रभु से सेवा क्षेत्र रे सर्व अवस्था रे विश्वस्त जीवन काटिबा पाई दया कर जे परिवार मान देइछ परिवार जो जो भार देइछ प्रभु समस्त भार बोझ को बही प्रभु तुमरी गौरव पाई विश्वस्त रूपे प्रभु कार्य करिबा पाई तुमे दया कर प्रभु आज दिन समस्त भार निय बाहर गले भितरे आसिले नाना प्रकार अमंगल रोग दुख संकट समस्या प्रलोभन परीक्षा मनुष्य शैतान नाना चातुरी तुमे आम प्रत्येक को रक्षा कर तुम सुरक्षार उहाड़ मतरे आमको आवरी रख प्रभु। हाँ पिता तुम दक्षिण पार्श्व छाया तले आमको आवरी रख तुम जीवन पथ को आमको तुम्हें देखा दियो तुम सम्मुखरे थिबा आनंदर पूर्णतारे आमाने जेपरि पूर्ण हेबु तुम दक्षिण पार्श्व नित्य से सुख भोग को सर्व अवस्था प्राप्त हेबु एवं तुम राज्य धार्मिकता को अन्वेषण करी जीवन शेष जाई चलबु एथिपाई प्रत्येक कृपा कर प्रतिटी जीवन को प्रतिटी परिवार को तुम्हें आशीर्वाद कर आत्मिक क्षेत्र रे वृद्धि साधित कर ए जो मंडली को आहुरी शक्तिशाली करी आत्मा रे पूर्ण कर आ तुमर गौरव पाया मान को व्यवहारित कर जो वाक्य तुम्हें रखियछ प्रभु से वाक्य आमान जीवन रे कार्यकारी हो फलप्रद हो फलहीन न हो प्रभु से वाक्य को धरी आमाने जेपरि प्रभु जीवन काटिबा को पारिबु तुमर इच्छा अनुसार प्रभु आहुरी आग को बढ़िबा को पारिबु एथिपाई दया कर गौरव प्रशंसा महिमा पूजा अर्चना तुमको दे समस्त प्रार्थना प्रियतम यीशुଙ୍କ नामରେ କରି ମାଗିଲି ପିତ आमेन। आमेन। प्रभुଙ୍କର दासी पालिका माँ को विशेष विशेष धन्यवाद दिए कारण से जेबे आसंती अति सुंदर भाव में वर्शिप करके आमको प्रत्येक को प्रभुଙ୍କର निकटवर्ती कराउथांती प्रभु तांको सही प्रकार अनुग्रह करिसंती प्रभु तांकर जीवन शेष संध्या पर्यंत परिवार को आशीर्वाद करंतु प्रभुଙ୍କ ପାଇଁ व्यवहार करूछंती एवं प्रभुଙ୍କ ପାଇଁ ही सपरिवार को व्यवहार करंतु सेथिपाई मैंने प्रभु को धन्यवाद दी झील निमंते आमने गोटे उच्च करताल देकी आमने धन्यवाद देवा धन्यवाद झील सुंदर भाव ठीक समय मध्य वर्शिप समाप्त करछंती सेथिपाई विशेष विशेष धन्यवाद दिए। वर्तमान मैंने विशेष मुहूर्त रे बसी अछु
ଯାହାକି ଆମମାନଙ୍କ ନିମନ୍ତେ ବାକ୍ୟର ପ୍ରୟୋଜନ ରହିଅଛି। କାରଣ ଆମେ ପ୍ରତି ସମୟ ବାକ୍ୟ ଶୁଣୁଛୁ, କାହିଁକି ଆମେ ପାପ ଜଗତ ମଧ୍ୟରେ ବସବାସ କରୁଛୁ। ଆମମାନଙ୍କର ଜୀବନ ମଧ୍ୟରେ ନିଶ୍ଚିତ ଭାବରେ କିଛି ନା କିଛି ଆମମାନଙ୍କର ଜୀବନ ମଧ୍ୟରେ ପାପ ରହିଥାଏ, କିନ୍ତୁ ସେହି ପାପରୁ ଆମେ ଯେପରି ପରିଷ୍କୃତ ହେବା କାଦେ ବାକ୍ୟ ଦେଇ, ପ୍ରାର୍ଥନା ଦେଇ, ସେଥିପାଇଁ ଆମେ ବାକ୍ୟ ଶୁଣୁଛୁ। ଏବଂ ପ୍ରଭୁଙ୍କର ଦାସ ଦାସୀମାନେ ମଧ୍ୟ ଆମମାନଙ୍କୁ ଅତି ସୁନ୍ଦର ଭାବରେ ପ୍ରଭୁଙ୍କର ବାକ୍ୟ ପରିବେଷଣ କରିଥାନ୍ତି। ବର୍ତ୍ତମାନ ମଧ୍ୟ ଆମେ ପ୍ରଭୁଙ୍କର ପାଦ ତଳେ ବସିଛୁ। ଆଜି ସୌଭାଗ୍ୟର ବିଷୟ, କାରଣ ମା ଆଜିର ୱାର୍ସିପ କରିବା ଝିଅକୁ ସ୍ୱାଗତ କରିଛି ଏବଂ ଗୋଟିଏ ମା ଆଜିର ବାକ୍ୟ ପରିବେଷଣ କରିବା ପାଇଁ ଗୋଟେ ପୁଅକୁ ଆହ୍ୱାନ କରୁଛି। ଅତି ମୁଁ ଦେଖୁଥିଲି ଏବଂ ମନେ ମନେ ଖୁସି ହେଉଥିଲି। ଆଜି ମୋର ଗୋଟିଏ ସୌଭାଗ୍ୟ, ମୋ ଝିଅ ପୁଅମାନଙ୍କୁ ମୁଁ ଆଜିର ଏହି ପ୍ରାତଃକାଳ ଉପାସନାରେ ସ୍ୱାଗତ କରିବା ପାଇଁ ସୁଯୋଗ ପାଇଛି। ସେଥିପାଇଁ ପ୍ରଭୁଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଏବଂ ପ୍ରଭୁ ଆମମାନଙ୍କୁ ଏହି ସୁନ୍ଦର ଭାବରେ ବ୍ୟବହାର କରନ୍ତୁ। ଆମେ ଯେପରି ବିଭିନ୍ନ ସ୍ଥାନରେ ଥିଲେ ମଧ୍ୟ ପରସ୍ପର ଆମେ ଏକତ୍ର ଭାବରେ ଏକ ମନରେ ପ୍ରଭୁଙ୍କର ସେବା କରି ପ୍ରଭୁଙ୍କର ଗୌରବ କରିବା। ବର୍ତ୍ତମାନ ପ୍ରଭୁଙ୍କର ଦାସ ଆମମାନଙ୍କର ସମ୍ମୁଖରେ ଅଛନ୍ତି, କିନ୍ତୁ ମୁଁ ଅନୁରୋଧ କରି ପ୍ରଭୁଙ୍କର ଦାସ ବାକ୍ୟ ପରିବେଷଣ କରିବା ପୂର୍ବରୁ ଆମମାନଙ୍କର ମଧ୍ୟରେ ଭଉଣୀ ଅମ୍ବିକା ମଲ୍ଲିକ ଅଛନ୍ତି। ମା ମତେ ଶୁଣି ପାରୁଛନ୍ତି କି? ଅମ୍ବିକା ମଲ୍ଲିକ ମତେ ଶୁଣି ପାରୁଛନ୍ତି କି? Praise the Lord. ପ୍ରେଜ୍ ଦ ଲର୍ଡ। ମା ଆପଣଙ୍କୁ ଅନୁରୋଧ କରି ବର୍ତ୍ତମାନ ଆମେ ପ୍ରଭୁଙ୍କର ଦାସଙ୍କଠୁ ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ ଯିବା। ଆମେ ଯେପରି ବିଭିନ୍ନ ସ୍ଥାନରେ ଆମେ ବସିଥିଲେ ମଧ୍ୟ ମନୋଯୋଗ ସହିତ ତାଙ୍କ ପାଦ ତଳେ ବସିବା ଏବଂ ଯେଉଁ ସକଳ ବାକ୍ୟ ପ୍ରଭୁଙ୍କର ଦାସ ପରିବେଷଣ କରିବେ ଆମେ ଶୁଣିବା, ଗ୍ରହଣ କରିବା। ଆମମାନଙ୍କର ଜୀବନ ଯାତ୍ରା ମଧ୍ୟରେ ଯେପରି ତାହା କାର୍ଯ୍ୟ ସାଧକ ହବ, ଫଳ ଫଳିବାକୁ ପାରିବା, ସେଥିପାଇଁ ପ୍ରାର୍ଥନା କରିବେ ଏବଂ ଦାସଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରିବେ। ସେ ଯେପରି ପ୍ରଭୁଙ୍କର ଉପସ୍ଥିତିରେ ପ୍ରଭୁଙ୍କର ବାକ୍ୟ ପରିବେଷଣ କରିବେ, ସେଥିପାଇଁ ମଧ୍ୟ ପ୍ରାର୍ଥନା କରିବେ। ଏବଂ ପ୍ରଭୁଙ୍କର ଦାସୀ ପାଳିକା ମଧ୍ୟ ସେ ୱାର୍ସିପ କରୁଛନ୍ତି, ତାଙ୍କ ନିମନ୍ତେ ମଧ୍ୟ ଆପଣ ପ୍ରାର୍ଥନା ଉତ୍ସର୍ଗ କରିବେ। ଧନ୍ୟବାଦ ମା, ପ୍ରାର୍ଥନା କରନ୍ତୁ। ଆସନ୍ତୁ ସମସ୍ତଙ୍କୁ ପ୍ରେଜ ଦ ଲର୍ଡ, ନମସ୍କାର। ଆସନ୍ତୁ ଆମେ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ତୁମରି ମହତ ନାମକୁ ଧନ୍ୟବାଦ ଦଉଛି ରାଜା, ସୁନ୍ଦର ସମୟ ପାଇଁ, ସୁନ୍ଦର ସହଭାଗିତା ଦେଇଥିବାରୁ ତୁମରି ମହତ ନାମକୁ ଧନ୍ୟବାଦ ଦଉଛି। ମଙ୍ଗଳମୟ ପରମେଶ୍ୱର, ଏଥିରେ ପ୍ରାର୍ଥନା କରୁଛି, ବିନତି କରୁଛି, ଓ ପ୍ରଭୁ ତୁମର ପ୍ରିୟ ଦାସଙ୍କୁ ତୁମେ ଆଜି ଓ ତାଙ୍କ ମୁଖପାତ୍ର କର, ସୁନ୍ଦର ତାଙ୍କ ମୁଖ ଦେଇ ତୁମେ ବାକ୍ୟ ପ୍ରକାଶ କର, ଶକ୍ତିର ସହିତ ବ୍ୟବହାର କର, ଅଭିଷେକ କର, ପବିତ୍ର କର। ହଁ ପ୍ରଭୁ, ଯେତେ ସମୟ ପର୍ଯ୍ୟନ୍ତ ପ୍ରଭୁ ତୁମ ନିମନ୍ତେ ଛିଡା ହେବେ ତାଙ୍କୁ ଶକ୍ତିର ସହିତ ତୁମେ ବ୍ୟବହାର କର। ତାଙ୍କ ସେବାମୟ ଜୀବନ ତୁମେ ପ୍ରଚୁର ପରିମାଣ ଆଶୀର୍ବାଦ ଅନୁଗ୍ରହ କର। ମଙ୍ଗଳମୟ ପରମେଶ୍ୱର ପ୍ରଭୁ, ସେ ରାଜା ମାନଙ୍କ ରାଜା, ପ୍ରଭୁ ମାନଙ୍କ ପ୍ରଭୁ, ନିଜସ୍ୱ ବାକ୍ୟ ନ କହି ପ୍ରଭୁ ଯେପରି ତୁମରି ସ୍ୱର୍ଗୀୟ ବାକ୍ୟ ତୁମ ଇଚ୍ଛା ଅନୁସାରେ ପ୍ରଭୁ ତୁମ ଦାସଙ୍କୁ ତୁମେ ବ୍ୟବହାର କର, ଅନୁଗ୍ରହ କର। ଏଥର ପ୍ରାର୍ଥନା କର ରାଜା, ଆମେ ଯେତେ ଜଣ ପ୍ରଭୁ ତୁମ ଚରଣରେ ବସିଛୁ, ତୁମରି ରବ ଶୁଣିବାକୁ ଯିବୁ, ପ୍ରତ୍ୟେକ ତୁମେ ସୁସ୍ଥିର ମନ, ସୁସ୍ଥିର ଆତ୍ମା ଦିଅ। ଆତ୍ମାଙ୍କ ତୁମେ ଗାଇଡ କର ପରମେଶ୍ୱର, ଯେପରି ଆମେ ମନୋଯୋଗର ସହିତ ତୁମର ବାକ୍ୟ ଶ୍ରବଣ କରିବୁ ପ୍ରଭୁ, ଏ ମନ୍ଦ ଜଗତ ଅନୁସାରେ ବଞ୍ଚି ପାରିବୁ ତୁମର ବାକ୍ୟ ନେଇ ପ୍ରଭୁ। ସେଇ ପ୍ରତ୍ୟେକ ତୁମେ କୃପା କର, ଅନୁଗ୍ରହ କର, ନୂତନ ହୃଦୟ ଦିଅ, ଯେପରି ତୁମର ବାକ୍ୟ ଆମେ ସଞ୍ଚୟ କରିବୁ ଓ ପ୍ରଭୁ ଏ ଜଗତ ମଧ୍ୟରେ ବଞ୍ଚି ପାରିବୁ। ମଙ୍ଗଳମୟ ପରମେଶ୍ୱର, ପ୍ରାରମ୍ଭ ଶେଷ ପର୍ଯ୍ୟନ୍ତ ତୁମେ ଆମମାନଙ୍କୁ ଓ ପ୍ରଭୁ ତୁମର ଉପସ୍ଥିତି ଦେଇ କଢେଇ ନିଅ। ପ୍ରେମିକ ପରମେଶ୍ୱର, ଯେଉଁ ଦାସୀ ପ୍ରଭୁ ୱାର୍ସିପ କରି ସୁନ୍ଦର ଭାବରେ ୱାର୍ସିପ କରିଛନ୍ତି ଓ ପ୍ରଭୁ ତୁମର ଉପସ୍ଥିତି ମଧ୍ୟକୁ କଢେଇ ନେଇଥିବାରୁ ତୁମ ଦାସୀଙ୍କୁ ମଧ୍ୟ ତୁମ ଆଶୀର୍ବାଦ କର, ଅନୁଗ୍ରହ କର। ତାଙ୍କ ସେବାମୟ ଜୀବନରେ ପ୍ରଭୁ ତୁମେ ପ୍ରଚୁର ପରିମାଣ ଆଶୀର୍ବାଦ କର। ପ୍ରଭୁ ତୁମକୁ ଧନ୍ୟବାଦ ଦଉ ଶେଷ ଜୀବନ ପର୍ଯ୍ୟନ୍ତ ତୁମ ଦାସୀଙ୍କୁ ତୁମେ ବ୍ୟବହାର କର। ଲିଡିଂ କରିଦେ ତୁମ ଦାସୀଙ୍କୁ ମଧ୍ୟ ତୁମେ ଆଶୀର୍ବାଦ ଅନୁଗ୍ରହ କର। ପ୍ରାରମ୍ଭ ଶେଷ ପର୍ଯ୍ୟନ୍ତ ତୁମେ ତୁମର ଉପସ୍ଥିତି କଢେଇ ନିଅ। ମଙ୍ଗଳମୟ ପରମେଶ୍ୱର, ଯେତେ ଜଣ ପ୍ରଭୁ ତୁମ ଚରଣରେ ବସିଛୁ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ଅନୁଗ୍ରହ କର। ଏଇ ଦିବସର ପ୍ରାରମ୍ଭରୁ
ସନ୍ଧ୍ୟା ପର୍ଯ୍ୟନ୍ତ ତୁମର ବାକ୍ୟ ନେଇ ବଞ୍ଚିବୁ। ପ୍ରତ୍ୟେକଙ୍କୁ ଅନୁଗ୍ରହ କର। ସମସ୍ତ ଗୌରବ ସମସ୍ତ ମହିମା ତୁମେ ପାଅ। ପ୍ରାର୍ଥନା ଶୁଣିଅଛ ଧନ୍ୟବାଦ ଦେଇ ପ୍ରେମୟ ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛି, ଆମେନ୍। ଧନ୍ୟବାଦ ଭଉଣୀ। ଧନ୍ୟବାଦ। ଅତି ସୁନ୍ଦର ଭାବରେ ସମସ୍ତ ବିଷୟ ନେଇ ପ୍ରାର୍ଥନା ଉତ୍ସର୍ଗ କରିଛନ୍ତି। ପ୍ରଭୁ ଆପଣଙ୍କୁ ଆପଣଙ୍କ ପରିବାରକୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଯେଉଁମାନେ ଭିଡ଼ିଓ ଅନ୍ କରିନାହାନ୍ତି ମୁଁ ଅନୁରୋଧ କରି ଯଦିଓ ଆମେ ଭିଡ଼ିଓ ଅନ୍ କରିବା ତେବେ ବକ୍ତାଙ୍କୁ ଭଲ ଲାଗିବ ଆଉ ଧନ୍ୟବାଦ ଦିଏ। ଅନେକ ଭିଡ଼ିଓ ଅନ୍ କରିଛନ୍ତି, ପ୍ରଭୁ ସେମାନଙ୍କୁ ମଧ୍ୟ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ଆମେ ବାକ୍ୟ ଶୁଣିବାର ରହିଅଛି। ମୁଁ ପ୍ରଭୁଙ୍କର ଦାସକୁ ଆହ୍ୱାନ କରିବା ପୂର୍ବରୁ ଗୋଟିଏ ଅଂଶ ପାଠ କରିବି। ଆମ୍ଭେମାନେ ତାହାଙ୍କର ପ୍ରତିଜ୍ଞା ଅନୁସାରେ ଗୋଟିଏ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକ ମାନଙ୍କର ବାସସ୍ଥାନ ହେବ, ଆବାସ ସ୍ଥଳ ହେବ। ଆମେ ପ୍ରତ୍ୟେକ ପ୍ରଭୁଙ୍କର ଦାସ ଦାସୀ ମାନେ ଗୋଟିଏ ଦିନକୁ ଆମେ ଅପେକ୍ଷା କରିଛୁ, ଯାହା ଆଗମନର ଦିନ। ଯେହେତୁ ଆମମାନଙ୍କ ନିମନ୍ତେ ସେହି ସ୍ଥାନରେ ବାସସ୍ଥାନ ଅଛି, ପ୍ରଭୁ ଆମମାନଙ୍କ ନିମନ୍ତେ ବାସସ୍ଥାନ ରଖିଛନ୍ତି। ସେହି ସ୍ଥାନରେ ପ୍ରବେଶ କରିବା ପାଇଁ ଆଜି ଉପାସନା କରୁଛୁ, ବାକ୍ୟ ଶୁଣୁଛୁ, ସ୍ତୁତି ଆରାଧନା କରୁଛୁ, ପ୍ରାର୍ଥନା କରୁଛୁ, ନିଜକୁ ସଜାଡୁଛୁ, ଯଦ୍ୱାରା ପ୍ରଭୁଙ୍କର ଆଗମନ ସମୟରେ ସେହି ଆବାସ ସ୍ଥଳରେ ଆମେ ପ୍ରବେଶ କରିବା। ପ୍ରଭୁଙ୍କ ନାମ ଧନ୍ୟ ହଉ। ବର୍ତ୍ତମାନ ପ୍ରଭୁଙ୍କର ଦାସ ଦିলীପ ଲିମାଙ୍କୁ ମୁଁ ପ୍ରଭୁଙ୍କ ନାମରେ ଆହ୍ୱାନ କରି ବର୍ତ୍ତମାନ ଆମେ ଜୁମ୍ ମଧ୍ୟରେ ଅଛୁ। ଆଉ ପ୍ରଭୁଙ୍କର ଦାସ ଆମମାନଙ୍କର ପାଖରେ ନାହାନ୍ତି ଫୁଲ ତୋଡ଼ାକି ଶାଲ ଦେଇ ସ୍ୱାଗତ କରିବା ପାଇଁ, କିନ୍ତୁ ପ୍ରଭୁଙ୍କ ନାମରେ ତାଙ୍କୁ ସ୍ୱାଗତ କରି ଆମେ ଉଚ୍ଚ କରତାଳ ଦେଇ ତାଙ୍କୁ ସ୍ୱାଗତ କରିବା ଏବଂ ଆଜ୍ଞା ସମ୍ମୁଖକୁ ଆସିବେ ଏବଂ ପ୍ରଭୁଙ୍କର ବାକ୍ୟରୁ ଆମମାନଙ୍କୁ ପ୍ରକାଶ କରିବେ। ସମସ୍ତଙ୍କୁ ଉଚ୍ଚ କରତାଳରେ ସ୍ୱାଗତ କରିବେ। ଆଜ୍ଞା ବର୍ତ୍ତମାନ ଆପଣ ପ୍ରଭୁଙ୍କର ବାକ୍ୟ ପରିବେଷଣ କରିବେ। ପ୍ରେଜ୍ ଦ ଗଡ୍। ସର୍ବପ୍ରଥମେ ସ୍ୱର୍ଗ ଓ ପୃଥିବୀ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କର ପବିତ୍ର ନାମର ଧନ୍ୟବାଦ ହଉ। ଏ ଉପସ୍ଥିତି ପ୍ରଭୁଙ୍କ ଦାସ ପିଟର କୁମାର ଆଜ୍ଞା ତାଙ୍କ ପରିବାରଙ୍କୁ ଏବଂ ପ୍ରଭୁଙ୍କ ଦାସ ପ୍ରମୋଦ ପରିଛା ଆଜ୍ଞାଙ୍କୁ, କେଲିମା ଆଜ୍ଞାଙ୍କୁ, ଆମର ବିନୋଦ ପାଲ ଆଜ୍ଞାଙ୍କୁ ବହୁତ ସୁନ୍ଦର ଭାବରେ ଆଜି ୱାର୍ସିପ୍ କରିଛନ୍ତି। ଭଉଣୀଙ୍କୁ, ମାଆଙ୍କୁ ପରିଚାଳନା କରୁଥିବା ମାଆଙ୍କୁ, ଯେତେ ଜଣ ଅଛନ୍ତି ଉପସ୍ଥିତି ସାନ ବଡ଼ ସମସ୍ତଙ୍କୁ ଯଥାଶୀଘ୍ର ଆସୁଥିବା ସେ ପବିତ୍ର ଯୀଶୁଙ୍କ ନାମରେ ଆପଣ ସମସ୍ତଙ୍କୁ ମୋର ଆନ୍ତରିକ ସହିତ ମୁଁ ନମସ୍କାର ଜ୍ଞାତ କରେ। ପ୍ରଭୁଙ୍କ ନାମ ଗୌରବ ହଉ। ତାଙ୍କ ସ୍ତୁତି ତାଙ୍କର ପ୍ରଶଂସା ଆରାଧନା କରିବା ପାଇଁ ପ୍ରଭୁ ଆମମାନଙ୍କୁ ମନୋନୀତ କରିଛନ୍ତି, ଡାକିଛନ୍ତି। ଏ କାରଣ ମୁଁ ପରମେଶ୍ୱରଙ୍କର କୋଟି କୋଟି ଧନ୍ୟବାଦ ଦିଏ। ପ୍ରଭାତ ସମୟରେ ତାଙ୍କ ସ୍ତୁତି ପ୍ରଶଂସା କରିବାର ଉତ୍ତମ ଅଟେ। ବହୁତ ଜଣ ବି କହୁଥିବେ, ନିଜ ଲୋକମାନେ ମଧ୍ୟ କହୁଥିବେ ସକାଳ ସମୟରେ କାହିଁକି ଆରାମରେ ନ ଶୋଇଲେ ହେବ ନାହିଁ, କି ଶୀତ ହେଉଛି ଘୋଡ଼ା ଘୋଡ଼େଇକି ଶୋଇଲେ ହେବନି, କାହିଁକି ଉଠିକରି ଏସବୁ କରୁଛୁ। କିନ୍ତୁ ଗୀତ ସଂହିତା ଆମେ 122:1 ପଢୁ, ଦାଉଦ ରାଜା କହୁଛନ୍ତି, ମୋତେ ଯଦି କିଏ କହିବେ ସଦାପ୍ରଭୁଙ୍କୁ ଘରକୁ ଯିବାର ଅଛି ତାହେଲେ ମୁଁ ଆନନ୍ଦିତ ଅଟେ। ଆମେନ୍। ସେ ରାଜା ହେଇକରି ସିଂହାସନରେ ବସିଛନ୍ତି, ତାଙ୍କ ଠାରୁ ବଡ଼ କିଏ ନାହାନ୍ତି। ଏତେ ସମୟ ମଧ୍ୟରେ ବି ଅସ୍ତବ୍ୟସ୍ତ ତାଙ୍କେ, ହେଲେ ମଧ୍ୟ ତାଙ୍କେ କହୁଛନ୍ତି ମୁଁ ସଦାପ୍ରଭୁଙ୍କୁ ଘରକୁ ମୋତେ ଯଦି କିଏ କହିବେ ତାହେଲେ ମୁଁ ଆନନ୍ଦିତ ଅଟେ। ଏଥିପାଇଁ ଯେଉଁମାନେ ସଦାପ୍ରଭୁଙ୍କର ଚରଣ ତଳେ ଆସନ୍ତି ସେ ସର୍ବଶକ୍ତି ମାନଙ୍କ ଛାୟା ତଳେ ବାସ କରେ। 2026ରେ ଯେଉଁମାନେ ଆସିଅଛୁ, ଆମେ ଭଲ ଖାଉଛୁ, ଭଲ ପିଉଛୁ, ଆମେ ଜାଗ୍ରତ ରହିଛୁ, ଏ କାରଣରୁ ଆମେ ଜୀବିତ ନୁହେଁ। ପରମେଶ୍ୱରଙ୍କର ବିବିଧ ଦୟା ସକାଶୁ, ତାଙ୍କର କରୁଣା, ତାଙ୍କର କୃପା ହେତୁ ଆମେ 2026ରେ ଆସିଅଛୁ। 2026ରେ ପ୍ରଭୁ ଆମମାନଙ୍କୁ ପ୍ରବେଶ କରିଛନ୍ତି ତାଙ୍କର ପ୍ରଶଂସା, ତାଙ୍କର ଗୌରବ କରିବା ପାଇଁ, ଗୋଟେ ଉତ୍ତମ ସାକ୍ଷ୍ୟ ସ୍ୱରୂପେ ଠିଆ ହେବା ପାଇଁ ପ୍ରଭୁ ଆମମାନଙ୍କୁ ମନୋନୀତ କରିଛନ୍ତି। ମା କହିଲେ ଧାର୍ମିକ ମାନଙ୍କର ଆବାସ ପ୍ରକାଶିତ ଯୋଉ ପଢିଲେ, ପ୍ରଭୁ ଦିଶାୟରେ ବି ଯୋଉ କହୁଛନ୍ତି, ଆମେ ତୁମର ଆଦ୍ୟ ବିଷୟକୁ ତୁମେ ସ୍ମରଣ କର ନାହିଁ, ପୁରାତନ ବିଷୟକୁ ତୁମେ ବିବେଚନା କର ନାହିଁ,
ମୁଁ ଗୋଟେ ନୂତନ କାର୍ଯ୍ୟ କରିବି ବୋଲି ପ୍ରଭୁ କହୁଛନ୍ତି। ପ୍ରଥମେ ପ୍ରଭୁ ମନୁଷ୍ୟକୁ କହୁଛନ୍ତି ତୁମେ ବିବେଚନା କରୁନ, ସ୍ମରଣ କରୁନ ପୁରାତନ ନିୟମକୁ, ସବୁ ଭୁଲିଯାଅ, ଆଗରେ ଯାହା କିଛି ହେଇଅଛି 25ରେ 2026ରେ। ତାପରେ ପ୍ରଭୁ କହୁଛନ୍ତି ମୁଁ ଗୋଟେ ନୂତନ କାର୍ଯ୍ୟ କରିବା ପାଇଁ ଚାହୁଁଅଛି। ଆମେନ୍। ପ୍ରଭୁ ଆମ ଦ୍ୱାରା ମହାନ ସାକ୍ଷ୍ୟ ସ୍ୱରୂପ ଆମମାନଙ୍କୁ ଠିଆ କରିବା ପାଇଁ, ଆମ ଦ୍ୱାରା ପ୍ରଭୁ ଗୋଟେ ଆପଣା ମହିମା ପ୍ରକାଶ କରିବା ପାଇଁ, ଆପଣା ସର୍ବଶକ୍ତି ମାନଙ୍କ ବିଷୟରେ ପ୍ରଭୁ ପରିଚୟ ଦେବା ପାଇଁ ପ୍ରଭୁ ଆମମାନଙ୍କୁ ଗୋଟେ ନୂତନ କାର୍ଯ୍ୟ ଆମ ଦ୍ୱାରା ପ୍ରଭୁ କରିବା ପାଇଁ ଚାହୁଁଛନ୍ତି। କିନ୍ତୁ ଆମେ ପ୍ରଥମେ ଏସବୁ ବିଷୟକୁ ସ୍ମରଣ କରିବା ନାହିଁ। ଆସନ୍ତୁ ସିଧା ସକାଳ ଆମେ ବାକ୍ୟ ଆଡ଼େ ଯିବା। ମାଥ୍ୟୁ ସୁସମାଚାର 13:31 ଆଉ 32 ଟିକେ ପଢ଼ି ସାହାଯ୍ୟ କରନ୍ତୁ। ଆଜିର ପ୍ରସଙ୍ଗ ରହିବ ସୋରିଷ ଦାନା କ୍ଷୁଦ୍ର ସବୁ ବୀଜ ଠାରୁ। ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ୱର୍ଗ ରାଜ୍ୟ ଏ ପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତରେ ବୁଣିଲା। ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି। ଆସନ୍ତୁ ଛୋଟ ପ୍ରାର୍ଥନା କରିବା। ଧନ୍ୟବାଦ ସ୍ୱର୍ଗ ପବିତ୍ର ପ୍ରଭୁ, ତୁମର ମହତ ନାମକୁ ଧନ୍ୟବାଦ ଦଉଛି ପ୍ରଭୁ। ତୁମ ଚରଣ ତଳେ ଆମେ ଆସିଅଛୁ ରାଜା, ତୁମର ବାଣୀ ଶୁଣିବା ପାଇଁ ପ୍ରଭୁ। ତୁମର ସ୍ୱର୍ଗର ବାଣୀ ଆମମାନଙ୍କୁ ଶୁଣାଅ ବୋଲି ପ୍ରାର୍ଥନା କରେ। ଉତ୍ତମ ଭୂମିରେ ତୁମର ବାକ୍ୟ ପଢ଼ୁ ବୋଲି ସାହାଯ୍ୟ କରୁଛୁ ରାଜା। ଶିକ୍ଷିତର କର୍ଣ୍ଣ ଦିଅ, ଶିକ୍ଷିତର ମୁଖ ଦିଅ ବୋଲି ପ୍ରାର୍ଥନା କରେ। ତୁମର ଗୌରବ ନିମନ୍ତେ ଆମମାନଙ୍କୁ ସମସ୍ତଙ୍କୁ ତୁମେ ବ୍ୟବହାର କର ବୋଲି ତୁମର ଜୀବନ୍ତ ନାମ ଦ୍ୱାରା ପିତା ପରମେଶ୍ୱର ମୁଁ ପ୍ରାର୍ଥନା କରୁଛି। ଆମେନ୍। ଯୀଶୁଙ୍କ ନାମରେ ଜୟ ହଉ। ସୋରିଷ ଦାନା ପ୍ରଭୁ ଦୁଇଟି ଜାଗାରେ କହୁଛନ୍ତି। ଗୋଟେ ସୋରିଷ ଦାନା ପରି ଯଦି ତୁମର ବିଶ୍ୱାସ ଥିବ, ତାହେଲେ ପାହାଡ଼ ଯାଇ ସମୁଦ୍ରରେ ପଡ଼ କଲେ ପଡ଼ିବ। ପ୍ରଭୁ ଏଇଠି ସୋରିଷ ଦାନା ନେଇକରି କହୁଛନ୍ତି, ସୋରିଷ ଦାନା ସବୁ ବୀଜ ଠାରୁ କ୍ଷୁଦ୍ର ଅଟେ, କିନ୍ତୁ କେତେବେଳେ ସେ ଭୂମିରେ ପଡ଼େ, ବଡ଼ ହୁଏ, ସବୁ ଶାଖା ଅର୍ଥାତ୍ ସବୁ ଗଛ ଠାରୁ ବହୁତ ବଡ଼, ବିରାଟ ବଡ଼ ହୁଏ। ସୋରିଷ ଗଛ ଇଣ୍ଡିଆ ଟିକେ ଛୋଟ ଅଛି। ଇସ୍ରାଏଲର କେତେବେଳେ ନେଟ୍ରେ ଦେଖିଲା ସମୟରେ ବହୁତ ବଡ଼ ଥିଲା। ୟୁଏସ୍ଏରେ ବି ବହୁତ ବଡ଼ ଅଟେ। ପ୍ରଭୁ ସୋରିଷ ଦାନାକୁ ନେଇ କହୁଛନ୍ତି, ସୋରିଷ ଦାନା ସବୁଠାରୁ ବୀଜ ଠାରୁ ସବୁଠୁ ଛୋଟ ଅଟେ, କିନ୍ତୁ ଏଇଟା କେତେବେଳେ ବଡ଼ ହେଉଛି ଭୂମିରେ ପଡ଼ି, ତାହେଲେ ଚଢ଼େଇମାନେ ଆସି ତା ଡାଳରେ ବାସ କରନ୍ତି। ଆଜିକାଲିରେ ବଡ଼ ବଡ଼ ପଶୁମାନେ ଆସିକରି ତାର ଗଛର ଛାଇରେ ଆଶ୍ରୟ ନିଅନ୍ତି। ଆଉ ଦୂରାନ୍ତରୁ ଲୋକମାନେ ଆସିକରି ତା ଛାଇ ତଳେ ଆଶ୍ରୟ ଏବଂ ବିଶ୍ରାମ ନିଅନ୍ତି ବୋଲି ଲେଖାଯାଏ। ପ୍ରଭୁ ସୋରିଷ ଦାନାକୁ ପ୍ରଭୁ ବ୍ୟବହାର କରୁଛନ୍ତି। ସୋରିଷ ଦାନା ବିଷୟରେ ପ୍ରଭୁ କହୁଛନ୍ତି ସବୁ ବୀଜ ଠାରୁ କ୍ଷୁଦ୍ର ଅଟେ। ଅର୍ଥାତ୍ ତାର ଆତ୍ମିକ ଅର୍ଥ ହେଉଛି, ଯେଉଁମାନେ ନିଜକୁ ସୋରିଷ ଦାନା ପରି ନିଜକୁ ଯେ ଛୋଟ କରେ, ପ୍ରଭୁ ତାକୁ ଉନ୍ନତ କରିବେ। ସୋରିଷ ଦାନା ପରି ଯେ ନିଜକୁ ଛୋଟ କରେ, ତାର ବାକ୍ୟ ଦ୍ୱାରା, ତା ଦ୍ୱାରା ପ୍ରଭୁ ଗୋଟେ ବର ଗଛ ପରି ତାକୁ କରିବେ। ତାର ବାକ୍ୟ ଦ୍ୱାରା ଲୋକମାନେ ମନ ପରିବର୍ତ୍ତନ କରିବେ। ଦୂରରୁ ଲୋକମାନେ, ଅସ୍ତବ୍ୟସ୍ତ ହେଇଥିବା ଲୋକମାନେ ଯେଉଁ ଚିନ୍ତାରେ ପଡ଼ିଯାଉଛନ୍ତି, ଅନ୍ଧକାରରେ ଯେଉଁ ରହିଯାଇଅଛନ୍ତି, ସେମାନେ ତାଙ୍କର ବାକ୍ୟ ଦ୍ୱାରା, ଈଶ୍ୱରଙ୍କର ବାକ୍ୟ, ତାଙ୍କର ମୁଖର ବାକ୍ୟ ଶୁଣିକରି ଲୋକମାନେ ନିଜ ଜୀବନରେ ଶାନ୍ତି ପ୍ରାପ୍ତ ହେବେ। ତା ଦ୍ୱାରା ପ୍ରଭୁ ଆଶୀର୍ବାଦ ପ୍ରାପ୍ତ କରିବେ ସବୁ ଲୋକମାନଙ୍କୁ। ଏଥିପାଇଁ ପ୍ରଭୁ କୁହନ୍ତି ସବୁ ବୀଜ ଠାରୁ କ୍ଷୁଦ୍ର ଅଟେ ସୋରିଷ ଦାନା। ପ୍ରଭୁ ଆଜି ଆମ ମଣ୍ଡଳୀରେ ଦେଖୁ ସମସ୍ତେ ନିଜକୁ ବଡ଼ ବଡ଼ ହୋଇ ପରିଚୟ ଦିଅନ୍ତି। ଲୁସିଫର ସେ ମଦ ପିଉନଥିଲା ଯେ ତଳେ ପଡ଼ିଛି, ସେ କି ବ୍ୟଭିଚାର କରିନଥିଲା ସେ ତଳେ ପଡ଼ିଛି, ସେ ନିଜ ଅହଙ୍କାର ଗର୍ବ କରିଥିବା ହେତୁ ତଳେ ପଡ଼ିଛି। ସେ
ଆମେ ଅନ୍ୟ ଲୋକ ପ୍ରାୟ କରୁ ସେ ମଦ ପିଇକରି ଆସିଛେ, ସେ ସେମିତି ଲୋକ, ଏମିତି ଲୋକ ବୋଲିକରି। ଆମେ ଲୋକରେ ପଡୁ 2 ଜଣ ପ୍ରାର୍ଥନା କରିବା ପାଇଁ ଯାଉଛନ୍ତି। ଜଣେ ଧାର୍ମିକ ବ୍ୟକ୍ତି କହୁଛି ମୁଁ ଉପବାସ ରହୁଛି, ଦଶମାଂଶ ଦଉଛି ବୋଲି କହୁଛି, କିନ୍ତୁ ଜଣେ ବ୍ୟକ୍ତି କହୁଛି ମୁଁ ପାପୀ ଅଯୋଗ୍ୟ ମନୁଷ୍ୟ ପିତା, ମୁଁ ସ୍ୱର୍ଗ ଆଡେ ଉର୍ଦ୍ଧ୍ୱ ଦୃଷ୍ଟି କରିବା ପାଇଁ ମୁଁ ଯୋଗ୍ୟତା ନାହିଁ ବୋଲି ନିଜକୁ ମସ୍ତକକୁ ସେ ତଳେ କରି ପ୍ରାର୍ଥନା କରୁଛି, ଆଉ ପ୍ରଭୁ ତାର ପ୍ରାର୍ଥନା ଶୁଣୁଛନ୍ତି। ମୋର କହିବାର ଅର୍ଥ କି ଆମେ ନିଜକୁ କେତେ নত କରି ପ୍ରାର୍ଥନା କରିବା, ପ୍ରଭୁ ଆମର ପ୍ରାର୍ଥନା ଶୁଣିବେ। ଆମେ ପ୍ରାୟ ଦେଖୁ, ଆମ ଲୋକମାନେ କାନ୍ଦି ଦିଅନ୍ତି, ପ୍ରାୟ ବହୁତ କାନ୍ଦନ୍ତି। ଜଣେ କାନ୍ଦି କରି ପ୍ରାର୍ଥନା କଲା, କାନ୍ଦି କରି ଉପାସନା ଟିକେ କଲା, ତାର କାନ୍ଦ ଦେଖି ଇଏ ହସୁଥିଲା, ଜଣେ କାନ୍ଦୁଥିଲା ତାକୁ ଦେଖିକି ସେ ଆଉ କାନ୍ଦି ପକାଉଛି। ସମସ୍ତେ କାନ୍ଦି ଦିଅନ୍ତି। ଯଦି କାନ୍ଦି କରି ପ୍ରାର୍ଥନା କରନ୍ତି ତ ପ୍ରଭୁ ଯଦି ଶୁଣନ୍ତି, ତାହେଲେ ହସ୍ପିଟାଲରେ ଦେଖନ୍ତୁ ଛୋଟ ଛୋଟ ପିଲାମାନେ ମରିଯାଉଛନ୍ତି, ମା ମାନେ ଛାତିରେ ମାରି କାନ୍ଦନ୍ତି କେମିତି। ତାକୁ ଛୋଟ ଛୋଟ ପିଲାମାନେ ରହିଯାଉଛନ୍ତି, ବାପା ମା ମାନେ ମରିଯାଉଛନ୍ତି, ଫ୍ଲାଇଟରେ ଟ୍ରେନରେ ଆକ୍ସିଡେଣ୍ଟ ହେବା କାରଣରୁ ପରିବାର ମରିଯାଉଛନ୍ତି। ଲୋକମାନେ କେମିତି କାନ୍ଦୁଛନ୍ତି। କଣ ପରମେଶ୍ୱରଙ୍କର ହୃଦୟ ପଥର ହୋଇଯାଇଅଛି ଯେ ପ୍ରଭୁ ଶୁଣୁନାହାନ୍ତି? ବାଇବଲ ଲେଖାଏ ଧାର୍ମିକ ମାନେ ପ୍ରାର୍ଥନା କରନ୍ତି ତ ସଦା ପ୍ରଭୁ ଶୁଣନ୍ତି ବୋଲି ଲେଖାଯାଇଅଛି। କାନ୍ଦି ଦେଲେ ହବ ନାହିଁ। ନିଜକୁ নত କରି, ନିଜକୁ ଛୋଟ କରି ଯଦି ଆମେ ପ୍ରାର୍ଥନା କରିବା, ତାହେଲେ ପ୍ରଭୁ ନିଶ୍ଚୟ ଆମର ପ୍ରାର୍ଥନା ଶୁଣିବେ। କେତେବେଳେ ଲୁକର ଆମେ 46 ପଢୁ, 9:46, ସେମାନେ ତର୍କ ବିକର୍ତ୍ତ ହଉଛନ୍ତି। ଶିଷ୍ୟମାନେ କହୁଛନ୍ତି ଆମମାନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ, କିଏ ଶ୍ରେଷ୍ଠ? ସେତେବେଳେ ପ୍ରଭୁ ସେମାନଙ୍କୁ କହୁଛନ୍ତି ତୁମମାନଙ୍କ ମଧ୍ୟରୁ ଯେ କ୍ଷୁଦ୍ର ସେ ମହାନ ହବ ବୋଲି କହୁଛନ୍ତି। ତୁମମାନଙ୍କ ମଧ୍ୟରୁ କିଏ ସେବକ ସେ ମହାନ ହବ ବୋଲି କହୁଛନ୍ତି। ତୁମମାନଙ୍କ ମଧ୍ୟରୁ କିଏ ଛୋଟ ସେ ଶ୍ରେଷ୍ଠ ବୋଲି କହୁଛନ୍ତି ପ୍ରଭୁ। ଆମେ ଯଦି ନିଜକୁ ଛୋଟ କରୁ, ଆମେ ନିଜକୁ ନମ୍ର କରୁ, ତାହେଲେ ପ୍ରଭୁ ଆମମାନଙ୍କୁ ଉନ୍ନତ କରିବେ। ଆମେନ୍। ପାଇଁ ଗୋଟେ ଜାଗାକୁ ମୁଁ ଯାଇଥିଲି, ଶୁଣୁଥିଲି ମଣ୍ଡଳୀରେ କେସ୍ ଚାଲିଛି, ଖ୍ରୀଷ୍ଟିଆନ ଲୋକମାନଙ୍କର ମଣ୍ଡଳୀ କେସ୍ ଚାଲିଛି। କଣ ପାଇଁ କେସ୍ ଚାଲିଛି? ଜଣେ ଲୋକ ସେ କେବେଠୁ ସେ ସିଂହାସନରେ ହିଁ ବସିଛି, ତାକୁ ସେ ପ୍ରେସିଡେଣ୍ଟ ପଦକୁ କାଢି କରି ଅନ୍ୟ ଲୋକ ଆମେ ବସେଇବ ବୋଲି କରି ଗୋଟେ 7 ଜଣ ଉଠିଲେ। ଏ 7 ଜଣଙ୍କ ନାଁରେ ସେ କେସ୍ କରିଦେଲା। ଏ 7 ଜଣ ଯାଇକରି 14 ଜଣଙ୍କ ନାଁରେ କେସ୍ କରିଦେଲେ। କାହିଁକି? ଏ ଚେର ପାଇଁ ବୋଲି କରି। ବାଇବଲରେ ଲେଖା ହେଇଛି ସାଧୁ ମାନେ ଆମେ ମାନେ ଦୂତ ମାନଙ୍କର ବିଚାର କରିବୁ। ଦେଖ, ଆମର ବିଚାର କରିବା ପାଇଁ ମଧୁଆ ମାନେ ଆମର ପାଇଁ ବିଚାର କରୁଛନ୍ତି। ପାନ ଖାଇ ଦେଇଥିବେ ଥାନାରେ, ଆମର ବିଚାର କରୁଛନ୍ତି ତୁମେ ସିଂହାସନ ଛାଡ, ଏମାନେ ବସିବେ, ନହେଲେ ତାଲା ପକେଇଦେବା। କିଏ ଶ୍ରେଷ୍ଠ? ହେଲେ ମୁଁ କହିଲି ଆଜ୍ଞା, ଏବେ ନେଇକି ପରମେଶ୍ୱରଙ୍କର ଆତ୍ମା ନାହିଁ, ଏବେ ଲୁସିଫର ଆତ୍ମା ମଣ୍ଡଳୀରେ ବୁଲୁଛି। ତେଣୁ ସେମାନଙ୍କୁ ନାଇଁ ଆଜ୍ଞା ଆମେ ଛାଡ଼ିଦେଲୁ ବୋଲି କହୁଛନ୍ତି। ନଷ୍ଟ ହେଇଯାଉଛୁ ଆମେ ପାଇଁ। ଆମେ ଗୀତ ସଂହିତା 75 ଆମେ ପଢୁ, 75ର 6 ଆଉ 7 ଟିକେ ପଢି ମତେ ସାହାଯ୍ୟ କରନ୍ତୁ। ସେ ଲେଖା ହେଇଥିବ ପ୍ରଭୁ ପୂର୍ବ ଦିଗରୁ ପଶ୍ଚିମ ଦିଗରୁ ଉନ୍ନତ ଆସେ ନାହିଁ, ସଦାପ୍ରଭୁ ଏକକୁ ଅବନତ କରନ୍ତି ତ ଏକକୁ ଉନ୍ନତ କରନ୍ତି ବୋଲି ଲେଖା ହେଇଥିବ। କାରଣ ପୂର୍ବ ଦିଗରୁ କି ପଶ୍ଚିମ ଦିଗରୁ କିମ୍ବା ଦକ୍ଷିଣ ଦିଗରୁ ଉନ୍ନତି ଆସେ ନାହିଁ, ମାତ୍ର ପରମେଶ୍ୱର ବିଚାରକର୍ତ୍ତା ଅଟନ୍ତି, ସେ ଏକକୁ ଅବନତ ଓ ଅନ୍ୟକୁ ଉନ୍ନତ କରନ୍ତି। ଆମେନ୍। ପ୍ରଭୁ କଣ କହନ୍ତି? ଏକକୁ ଅବନତ, ଏକକୁ ଉନ୍ନତ କରନ୍ତି। ଏଥିପାଇଁ ପ୍ରଥମ ଭିତର 5:6 ଆମେ ପଢୁ, ସେ ଲେଖା ଅଛି ଈଶ୍ୱରଙ୍କର ବଳବନ୍ତ ହସ୍ତ ତଳେ ଆପଣାକୁ নত କର ବୋଲି ଲେଖାଯାଇଅଛି। ଆମେ କେତେ ନିଜକୁ নত କରିବା, ସେତେ ଆମ ପାଇଁ ଭଲ ଥିବ। ଦେଖନ୍ତୁ ପ୍ରଭୁଙ୍କର ମହାନ ଦାସ ମାନଙ୍କୁ ମୁଁ ସାକ୍ଷ୍ୟ ଶୁଣିଛି, ସେମାନେ ନିଜକୁ নত କରି ପ୍ରାର୍ଥନା କରୁ କରୁ
ଆଜି ତାଙ୍କର ବାକ୍ୟ ଶୁଣିବା ପାଇଁ ହଜାର ହଜାର ଲୋକମାନେ ଆସୁଛନ୍ତି। ଯୋଉ ତାମିଲନାଡୁ ଲୋକ, ସେ ବିହାରରେ ମିନିଷ୍ଟ୍ରି ଚାଲିଛି, ସେ କେତେବେଳେ ଯାଇଥିଲା ଶ୍ରୀଲଙ୍କା, ସେ 50 କରି କେତେବେଳେ ଆସୁଥିଲା, ଗୋଟେ ଲୋକ ବ୍ରାହ୍ମଣ ବ୍ୟକ୍ତି, ସେ କହୁଛି ମୁଁ ଗୋଟେ ବ୍ରାହ୍ମଣ ଲୋକ, ହେଲେ କ'ଣ ହେଲା, ମୁଁ ଟିକେ ସାକ୍ଷ୍ୟ ଦେବା ପାଇଁ ଚାହୁଁଛି କହିଲା। ମୁଁ ଯାଉଛି, ମୋ ଟାଇମ୍ ହେଲା, ଜଲ୍ଦି ତୁମର ସାକ୍ଷ୍ୟ କହ, ମୁଁ ଯିବି କହିଲା। ସେ କହିଲା ଆମ ଘରେ ଏମିତି ଅଶାନ୍ତି ହେଇଥିଲୁ, ମୁଁ ଫାଶୀ ହେଇ ମରିଯିବି ବୋଲି ଭାବୁଥିଲି। DVD କ୍ୟାସେଟ୍ ଯାକ ଥିଲା ଆଗରେ, ଏବେ ସିନା ଏସବୁ ଆସିଛି। ଏ DVD କ୍ୟାସେଟ୍ ଜଣେ କାଉ ଆସିକରି ମୋ ଉପରେ ପକେଇଦେଲା, ମୋ ଦେହରେ ଏଇଠି ପଡ଼ିଲା। ଏଇଠି ଆପଣଙ୍କର ଫଟୋ ଥିଲା, ମୁଁ ଦେଖିଲି। ସେ କହୁଥିଲା, ସେ ପାଳକର ଫଟୋ ସେଠି ଥିଲା। ସେ ଲୋକ କହୁଛି, ସେ ବ୍ରାହ୍ମଣ ବ୍ୟକ୍ତି। କେତେବେଳେ ମୁଁ କ୍ୟାସେଟ୍ ଲଗେଇ କରି ଶୁଣିଲି, ସେ ଲେଖା ହେଇଥିଲା ମରିଗଲା ପରେ ତୁମେ କୁଆଡ଼େ ଯିବ, ମରିଗଲା ପରେ ତୁମର ବିଚାର ଉପସ୍ଥିତି ଅଛି। କେତେ ସୁନ୍ଦର ଭାବରେ ଆପଣ କହିଲେ, ଏ ଜୀବନ ଜଗତର ସବୁଠୁ ବହୁମୂଲ୍ୟ ଜୀବନ ଅଟେ। ଏ ଜୀବନ ପାଇଁ ଯୀଶୁ କ୍ରୁଶରେ ଜୀବନ ଦେଇଛନ୍ତି। ଏ ବାକ୍ୟ ଶୁଣିକରି ଆଜ୍ଞା ମୁଁ ଫାଶୀ ହେଇଥାନ୍ତି, ମାତ୍ର ଛାଡ଼ିଦେଲି। ଆଉ ମୁଁ ବି ପ୍ରଭୁଙ୍କର ଦୟାରେ ମୁଁ ବି ଗୋଟେ ସେବକ ପରି ଠିଆ ହେଇଛି, ଆମ ପରିବାରରେ ଶାନ୍ତି ରହୁଛୁ ବୋଲି କହୁଥିଲା। ଦେଖ, ଆପଣଙ୍କର ବାକ୍ୟ ଦ୍ୱାରା ପ୍ରଭୁ ଅନ୍ୟ ଲୋକ ଜୀବନକୁ ବଦଳାଇବା ପାଇଁ ଚାହୁଁଛନ୍ତି। ପାଇଁ ପ୍ରଭୁ କହୁଛନ୍ତି ନିଜକୁ ଉନ୍ନତ କର, ତାହେଲେ ପ୍ରଭୁ ଆପଣଙ୍କୁ ଉନ୍ନତ କରିବା ପାଇଁ ଚାହୁଁଛନ୍ତି। ଆମ ଜୀବନରେ ଆମେ ଯଦି ଉନ୍ନତ ହେବା ପାଇଁ ଚାହୁଁଛୁ, ଆମ ଜୀବନରେ ପ୍ରଭୁ ଆଶୀର୍ବାଦ କରିବା ପାଇଁ ଚାହୁଁଛନ୍ତି, ଆମର ମଣ୍ଡଳୀରେ ପ୍ରଭୁ ମହାନ ହେବା ପାଇଁ ଚାହୁଁଛନ୍ତି, ତାହେଲେ ଆମେ ନିଜକୁ ଉନ୍ନତ କରିବାର ଅଛି। ଉନ୍ନତ କଲେ ପ୍ରଭୁ ଆମ ସିଂହାସନରେ ବସିବେ, ନହେଲେ ବସିବେ ନାହିଁ। ଆମେ ମଣ୍ଡଳୀରେ ଆମେ ଆରାଧନା ଉପାସନା କରୁ, ପରମେଶ୍ୱରଙ୍କ ଉପସ୍ଥିତିକୁ ଆମେ ଚାହୁଁଛୁ, ଆମେ ଅନୁଭବ କରିପାରୁନୁ। ଯଦି ଆମେ ନିଜକୁ ଅନୁଭବ କରିବା, ପରମେଶ୍ୱରଙ୍କ ଉପସ୍ଥିତିକୁ ଲୋଡ଼ିବା, ପ୍ରଭୁ ତୁମର ଉପସ୍ଥିତିକୁ ଆମେ ଚାହୁଁ। ତୁମ ବାକ୍ୟ କହେ ପିତା ତୁମ ନାମରେ 1 2 ସେ ଜାଗାରେ ତୁମେ ବିଦ୍ୟମାନ। ଗୀତ 22 ଲେଖାଏ ସଦାପ୍ରଭୁ ପ୍ରଶଂସା ନିବାସୀ, ଯୋଉ ଜାଗାରେ ସଦାପ୍ରଭୁଙ୍କର ପ୍ରଶଂସା ହୁଏ, ଆରାଧନା ହୁଏ, ସଦାପ୍ରଭୁ ସେଇଠି ବାସ କରନ୍ତି ବୋଲି ଲେଖା ହେଇଛି। କିନ୍ତୁ ଯେଉଁମାନେ ନିଜକୁ ଅହଙ୍କାର ଗର୍ବ କରି ପ୍ରାର୍ଥନା କରନ୍ତି, ଆରାଧନା ଉପାସନା କରନ୍ତି, ପ୍ରଭୁ ସେ ଜାଗାରେ ବାସ କରନ୍ତି ନାହିଁ। ଯେଉଁମାନେ ନିଜକୁ ନମ୍ର କରି ପ୍ରାର୍ଥନା କରନ୍ତି, ସେ ଜାଗାରେ ସ୍ୱର୍ଗ ପୃଥିବୀ ସୃଷ୍ଟିକର୍ତ୍ତା ପରମେଶ୍ୱର ସେ ଜାଗାରେ ବାସ କରନ୍ତି। ପ୍ରଭୁ ବେଥଲିମରେ ଜନ୍ମ ହେଲେ, ପ୍ରଭୁ ଆଉ କୋଉ ଜାଗାରେ ଜନ୍ମ ହେଇନାହାନ୍ତି। ବାଇବଲରେ ଲେଖା ହେଇଛି ବେଥଲିମର ଅର୍ଥ ହଉଛି ଆମେନ୍ ବ୍ରେଡ ହାଉସ ବୋଲି ଲେଖାଯାଏ। ବେଥଲିମ ଗୋଟେ ଛୋଟ ଜାଗା। ବେଥଲିମରେ ଦାଉଦ ରାଜା ଜନ୍ମ ହେଇଅଛନ୍ତି। ବେଥଲିମ ସବୁଠୁ କ୍ଷୁଦ୍ର ଅଟେ। ବେଥଲିମରୁ ମୁଁ କେତେବେଳେ ଚିନ୍ତା କରୁଥିଲି, ବେଥଲିମ ନମ୍ର ବ୍ୟକ୍ତି ବୋଲି ଲେଖାଯାଏ, ନମ୍ରକୁ ବୁଝାଏ ବୋଲି ଲେଖାଯାଏ। ସେ ଜାଗାରେ ସ୍ୱର୍ଗ ପୃଥିବୀର ତ୍ରାଣକର୍ତ୍ତା ମୁକ୍ତିଦାତା ପରମେଶ୍ୱର ଜନ୍ମ ହେଇଅଛନ୍ତି। ଆମେ ଯଦି ବେଥଲିମର ଖ୍ରୀଷ୍ଟମାସ ପାଳନ କରୁଛୁ, ବେଥଲିମରେ ଯେଉଁ ଜନ୍ମ ହେଇଛନ୍ତି ସେ ଯୀଶୁଙ୍କୁ ସୃଷ୍ଟିକର୍ତ୍ତା, ତାହେଲେ ଯେଉଁମାନେ ନିଜକୁ ବେଥଲିମରେ ମୁଁ ଅଛି ବୋଲି ଯେ ନିଜକୁ ଭାବୁଛି, ତାହେଲେ ସେ ନିଜକୁ ଛୋଟ କରୁଛି, ତାହେଲେ ପ୍ରଭୁ ତାର ହୃଦୟରେ ଜନ୍ମ ହେଇଅଛନ୍ତି। ଗୋଟେ ଜାଗାକୁ ଯାଇଥିଲି, ଜଣେ ବଢିଆ ଗୀତ ଗାଉଥିଲା, ମଧୁର ସୁରକୁ ମୋର ସଜାଇବି ଗୀତକୁ ମୋର। ଗୋଟେ ଝିଅ ଗାଉଥିଲା, ନୂଆ ବିବାହ ହେଇଛି, ବର୍ଷେ ହଉଛି ପୁଣି। ସମସ୍ତେ ୱା ତାଳି ମାରୁଥିଲେ, କେତେ ଭଲ ଗାଉଛି। ପଚାର ସରିଲା ମୋର, ସେ ସାହି ଦେଇକରି ଗଲା ସମୟରେ ସେ ସ୍ତ୍ରୀ ତା ସ୍ୱାମୀକୁ ପାଟି କରୁଛି, ତମ ଲୋକମାନେ ଆସୁଥିଲେ, ତମର ମା ବାପା ଆସୁଥିଲେ, ସେମାନଙ୍କୁ ରାନ୍ଧି ନାନ୍ଧି କରି ଦଉଥିବେ କି, ମୁଁ ରାନ୍ଧିବା ପାଇଁ ଆସିଛି କି ବୋଲି ସେ ପାଟି କରି ହଠାତ୍ କହୁଥିଲା। ଇଏ ହଠାତ୍ ଟଣ୍ଡି ଚର୍ଚ୍ଚରେ ଆସି ଗୀତ ଗାଉଛି, ମଧୁର ସୁରକୁ ମୋର ସଜାଇବି ଗୀତକୁ ମୋର। ଏ ହଠାତ୍ ଟଣ୍ଡିର ପ୍ରାର୍ଥନା ଶୁଣିବେ ପ୍ରଭୁ। ମଧୁର ସୁର ଆମକୁ କାନକୁ ଭଲ ଲାଗିଲା, ମଧୁର ଲାଗେ, ମାତ୍ର ପ୍ରଭୁଙ୍କ ଦୃଷ୍ଟିରେ ସେଟା ମଧୁର ନାହିଁ। ଏଥିପାଇଁ ବାଇବଲ କହେ ଆପଣ ସ୍ୱାମୀକୁ ସମ୍ମାନ ଦିଅ ବୋଲି କହେ। ଆମର ମସ୍ତକ, ସ୍ତ୍ରୀର ମସ୍ତକ ହଉଛନ୍ତି ପୁରୁଷ, ପୁରୁଷର ମସ୍ତକ ହଉଛନ୍ତି ଖ୍ରୀଷ୍ଟ, ଖ୍ରୀଷ୍ଟଙ୍କର ମସ୍ତକ ହଉଛନ୍ତି ଈଶ୍ୱର ବୋଲି ଲେଖାଯାଉଛି।
ଆମେ ଏକ ଆରକୁ ସମାନ ଦଉନୁ, ଏକ ଆରକୁ ବଶୀଭୂତ ନାହିଁ, ତାହେଲେ ଆମ ପ୍ରାର୍ଥନା ମଧ୍ୟ ଶୁଣାଯିବ ନାହିଁ। ଆଉ ଗୋଟେ ବାକ୍ୟ ପଢନ୍ତୁ, ମାଥ୍ୟୁ ସୁସମାଚାର 11:29 ସେଠି ଲେଖା ଅଛି, ପ୍ରଭୁ କହୁଛନ୍ତି ଆସ ମୋ ପାଖରେ ଶିଖ ବୋଲି କହୁଛନ୍ତି, ମୁଁ ନମ୍ରଚିତ ଏବଂ ମୃଦୁଶୀଳ, ମୋ ପାଖରେ ଆସି ଶିଖ, ତୁମେ ଆପଣ ଆପଣ ବିଶ୍ରାମ ପ୍ରାପ୍ତ ହବ ବୋଲି କହୁଛି। ୱାଓ, ପ୍ରଭୁ ଶିଖଉଛନ୍ତି ଆମମାନଙ୍କୁ। ମୁଁ କିଏ ବୋଲି ପ୍ରଭୁ ପରିଚୟ ଦଉଛନ୍ତି। ପଢନ୍ତୁ। ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ହୁଁ, ପୁଣି ମୋ ନିକଟରୁ ଶିଖ, ହୁଁ, କାରଣ ମୁଁ ମୃଦୁଶୀଳ ଓ ହଁ। ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ। ଆମେ ପ୍ରଭୁ କଣ କହୁଛନ୍ତି? ମୋ ପାଖରେ ଶିଖ। ଆମେ ଶିଖିଛୁ, ଆଦି ପୁସ୍ତକ ପ୍ରକାଶିତ ପର୍ଯ୍ୟନ୍ତ ବାଇବଲ ପଢି ଶିଖିଛୁ, ଟ୍ରେନିଂ ବି କରିଛୁ। ମାତ୍ର ପ୍ରଭୁ କହୁଛନ୍ତି ମୋ ପାଖରେ ଶିଖ, ମୁଁ ନମ୍ରଚିତ୍ତ, ଆମେ ସ୍ନେହଶୀଳ, ମୃଦୁଶୀଳ। ପ୍ରଭୁ କହୁଛନ୍ତି ଆସି ଶିଖ ମୋ ପାଖରେ, ମୁଁ କେମିତି ଲୋକ, ମୁଁ ଶିଖ ମୋ ପାଖରେ। ଗୋଟେ ଜାଗାକୁ ଯାଇଥିଲି, ପ୍ରଚାର ପାଇଁ ମୋତେ ଦିଆ ହେଇଥିଲା, ସେଠି ବିଶପ ବି ଥିଲେ। ହେଲେ ମୁଁ କହିଲି ମଞ୍ଚରେ ଉପସ୍ଥିତି ପ୍ରତ୍ୟେକ ପାଳକ ମାନଙ୍କୁ ମୋର ଆନ୍ତରିକ ସହିତ ନମସ୍କାର, ଧନ୍ୟବାଦ ଜ୍ଞାତ କରୁଛି। ଗୋଟେ ଜଣଙ୍କ ନାଁ ଧରି କହିଲେ, ସେତେବେଳେ ମତେ କହୁଛନ୍ତି ବାଳକ ନାହିଁ ସେ, ପାଷ୍ଟର ବୋଲି କହୁନ, ବିଶପ ବୋଲି କୁହ ବୋଲି କହିଲେ ମତେ। ବିଶପର ଆତ୍ମା ବୁଲୁଛି ଏବେ, ପଇସା ଦେଇକି କିଣୁଛନ୍ତି ବିଶପ। ମାତ୍ର ଭୂତ ଛଡେଇ ଯା କହିଲେ ନାଇଁ ମୋ ଦ୍ୱାରା ହେବ ନାହିଁ, ମୁଁ ସେ ଦାନ ପାଇ ନାହିଁ। ମାର୍କେଟରେ ଯାଇ ପ୍ରଚାର କର ବୋଲି କହିଲେ ନାଇଁ ହେଇପାରିବ ନାହିଁ, ଟ୍ରେନରେ ପ୍ରଚାର କର ବୋଲି କହିଲେ ହେଇପାରିବ ନାହିଁ। ହଁ, ଚର୍ଚ୍ଚରେ ଦିଅ ପ୍ରଚାର କରିବା ପାଇଁ, ଆଖି ଲାଲ ଲାଲ କରି, ପାଟିକୁ ଲାଲ ଲାଲ କରି, ପାଟି କରି ପ୍ରଚାର କରିଦେବ। ସେ ନାଇଁ ବିଶପ ଆଜ୍ଞା। ରୋଡରେ ଯେ ପ୍ରଚାର କରୁଛି, ରେଲୱେ ଷ୍ଟେସନରେ ଯେ ପ୍ରଚାର କରୁଛି, ବସଷ୍ଟାଣ୍ଡରେ ଯେ ପ୍ରଚାର କରୁଛି, ସେମାନେ ହଉଛନ୍ତି ବିଶପ ଆଉ ପୋପ ମାନେ। ସତ କହୁଛି। ପାଇଁ ବାଇବଲ କହେ, ଏ ମଝିରେ ଗୋଟେ ମିଟିଂ କୁ ଯାଇଥିଲି, ଗୋଟେ ବଡ ଲୋକ ଆସିଥିଲେ, ପ୍ରଭୁଙ୍କ ଦାସ। ଏମାନେ କଣ ହଉଛନ୍ତି ଯେତେବେଳେ ଗୋଟେ ବୁଲୁଛନ୍ତି ବୋଲି। ସେ ପ୍ରଚାର ପାଇଁ ପ୍ରଚାର ଚାଲିଥିଲା, ମୋ କେତେଟା ପାଳକ ମାନେ ବି ଆସିଥିଲେ, ସେମାନେ ନ ଖାଇକରି ପଳେଇଲେ। ମୁଁ ଖାଇବା ପାଇଁ ଜଗିଛି, ଖାଇଲୁ, ସବୁ ପାଳକ ମାନେ ଡକା ହେଇଥିଲା। ହେଲେ ମୁଁ ଆମକୁ କହିଲି ଆଜ୍ଞା ଆପଣ କାହିଁକି ପଳେଇଲେ? ନାଇଁ ନାଇଁ ଆମକୁ ଷ୍ଟେଜରେ ଡାକିଲେ ନାହିଁ, ଷ୍ଟେଜରେ ଡାକି ନାହାନ୍ତି ଆମମାନଙ୍କୁ, ଆଉ ସେ ଚେୟାର ତ ଖାଲି ଥିଲା, ଏମିତି ଆମେ ଖାଇବୁନି ବୋଲି ଉଠିକି ପଳେଇଲେ ସେମାନେ ରାଗି କରି। ପାଳକ ମାନେ ଷ୍ଟେଜରେ ଡାକି ନାହାନ୍ତି ବୋଲି ସେ ଭୋକରେ ପଳେଇଲା। ସେ କାହାର ନଷ୍ଟ ହେଲା? ତାର ଆକା ପେଟ ଭୋକ ହେଇଗଲା, ମାର୍କେଟରେ ପଇସା ଦେଇ କିଣି ଖାଇଥିବ କଣ କି। ମୁଁ ଆରାମରେ ଖାଇଲି ଆଉ ଆଇଲି। ପ୍ରଭୁ ସେଇପରି ଗର୍ଭ ମନ ନ ଦିଅନ୍ତୁ, ଆମ ନିଜରେ ପେଟରେ ଦାନାକୁ ଆମେ ନଷ୍ଟ କରୁଛୁ। ଆମେ ପାଇଁ ଦାନିଏଲରେ ଲେଖା ଅଛି 10:12, 4:37 ପଢନ୍ତୁ, 4:37 ପଢି ସାହାଯ୍ୟ କରନ୍ତୁ। ଦାନିଏଲ ସେଠି ଲେଖା ହେଇଥିବ, କେତେବେଳେ ନବୁକନେସର ରାଜା ତାକୁ ମଟନ ଚିକେନ ଦଉଛନ୍ତି, ସେ ଖାଉନାହିଁ, ସେ ନାଇଁ ନାଇଁ ମୁଁ ଖାଇବି ନାହିଁ, ଘାସ ଖାଇବି ବୋଲି କହୁଛି। କିଏ? ନବୁକନେସର ରାଜା, ମହାନ ରାଜା, ତାରପରେ ଏତେ ବଡ ରାଜା କିଏ ନାହାନ୍ତି। ମଟନ ଚିକେନ ଦଉଛନ୍ତି। 7 ବର୍ଷ ପର୍ଯ୍ୟନ୍ତ ସେ ଗାଧେଇ ନାହିଁ, 7 ବର୍ଷ ପର୍ଯ୍ୟନ୍ତ କୁଣ୍ଡେଇ ନାହିଁ, 7 ବର୍ଷ ପର୍ଯ୍ୟନ୍ତ ସେ ଝାଡା ଯାଇଥିଲେ ଚୁଞ୍ଚାଇ ମଧ୍ୟ ହେଇନଥିବ। 7 ବର୍ଷ ପର୍ଯ୍ୟନ୍ତ ଖରାପ ଭାବେ ନାହିଁ, 7 ବର୍ଷ ଏମିତି ତାକୁ ପ୍ରଭୁ ତାର ଅବସ୍ଥା କରିଦେଲେ। 7 ବର୍ଷ ପରେ ତାର ମାଇଣ୍ଡ ଖୋଲିଲା, ଆଉ ସେ କହୁଛି ପ୍ରଭୁ ତେଣୁ ମୋର ବୁଦ୍ଧି ଖୋଲିଲା, ତୁମେ ଆକା ରାଜା ଅଟ, ତୁମେ ଏକକୁ ନତ ଏକକୁ ଉନ୍ନତ କର, ତୁମ ପାଖରେ ସେ କ୍ଷମତା ଅଛି ବୋଲି କରି ମୁଁ ଏବେ ବୁଝିଲି ବୋଲି ସେ କହୁଛି। ଏ ନବୁକନେସର ରାଜା ତାର ଅନୁଭବରେ ସେ କହୁଛି, ବୁଝିପାରୁଛନ୍ତି ନା? ତାର ଅନୁଭବରୁ ସେ କହୁଛି ପ୍ରଭୁ ଏକକୁ ନତ ଏକକୁ ଅବନତ କରନ୍ତି ବୋଲି
ଉନ୍ନତ ଆଉ ଉନ୍ନତ କରିବାର ପରମେଶ୍ୱରଙ୍କ କ୍ଷମତା ଅଛି ବୋଲିକରି ତାର ଅନୁଭବରୁ ସେ କହୁଛି। କିପରି ସାହାଯ୍ୟ କରନ୍ତୁ? ଦାନିଏଲ 4 ଏଣୁ ମୁଁ ନବଖନିଶ୍ଚର ସେହି ହୁଁ ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। ହୁଁ କାରଣ ତାହାଙ୍କର ସକଳ କ୍ରିୟା ସତ୍ୟ ଓ ତାହାଙ୍କର ପଥ ସକଳ ନ୍ୟାଯ୍ୟ। ହୁଁ ପୁଣି ଯେଉଁମାନେ ଗର୍ବାଚରଣ କରନ୍ତି ହୁଁ। ସେମାନଙ୍କୁ ନତ କରିବାକୁ ତାହାଙ୍କର କ୍ଷମତା ଅଛି। କିଏ କହୁଛନ୍ତି? ତାର ଅନୁଭବରେ ତାଙ୍କେ କହୁଛନ୍ତି। 7 ବର୍ଷ ପର୍ଯ୍ୟନ୍ତ ତାର ଅବସ୍ଥା କେମିତି ହେଇଥିବ ଭାବନ୍ତୁ। ଆମେନ୍। ପ୍ରଭୁ ଆମମାନଙ୍କୁ ନତ କରିବାର ଜାଣନ୍ତି। ଗୀତରେ ଲେଖା ହଉଛି ସମୁଦ୍ରର ଅହଙ୍କାର ଗର୍ଭକୁ ପ୍ରଭୁ ଶାନ୍ତ କରନ୍ତି ବୋଲି ଲେଖା ହେଇଛି। ଯୋଉ ଲହଡ଼ି ମାରି ଆସୁଥିବ ପ୍ରଭୁ ତାଙ୍କୁ ଶାନ୍ତ କରନ୍ତି। ଆଉ ନୂତନ ନିୟମରେ ଲେଖା ହେଇଛି ପ୍ରଭୁ କେତେବେଳେ ତୁଫାନ ଆସୁଛି ପ୍ରଭୁ କହୁଛନ୍ତି ଚୁପ୍ କର, ବନ୍ଦ କର ବୋଲି କହୁଛନ୍ତି। ଆମେ ତ ରକ୍ତ ମାଂସର ଲୋକ, 70 କି 80 ବର୍ଷ ବଞ୍ଚିବୁ, ହେଲେ ମଧ୍ୟ ଗର୍ଭ। ଆଜି ଅଛୁ କାଲି ନଥିବୁ। ମଣିଷ ଜୀବନ ପାଣିର ଫୁଟକା ପରି। ପାଇଁ ପ୍ରଭୁ କହନ୍ତି ଈଶ୍ୱରଙ୍କର ଚରଣ ତଳେ ନିଜକୁ ନତ କର। କେତେବେଳେ ହେରୋଦ ରାଜା ଯାଉଛନ୍ତି, ଯାକୁବକୁ ବଧ କଲେ, ଫେରିତରେ ଲେଖା ହେଇଛି। ତାଙ୍କେ ଯାଉଛନ୍ତି ଘୋଡ଼ାରେ, ରଥରେ ବସିକରି। ସେତେବେଳେ ଲୋକମାନେ କହୁଛନ୍ତି ଏଇଟା ତ ଦେବତାର ସ୍ୱର, ଏଇଟା ଦେବତାର ଚେହେରା ପରି ଦେଖାଯାଉଛି। ସେ ଆଉ ବେଶୀ ଫୁଲେ ହେଲା ଯାଉଛି। ଗୋଟେ କୀଟନାଶକ କୀଟ ତାକୁ କାମୁଡ଼ିଲା, ସେ ମରି ଯାଇଛି ବୋଲି ଲେଖା ହେଇଛି। ବାଇବଲରେ ପ୍ରାକ୍ଟିକାଲ ଲାଇଫ ସବୁ ଲେଖା ହେଇଛି କେମିତି ହେଇଛି ବୋଲି କରି। ପାଇଁ ପ୍ରଭୁଙ୍କ ହସ୍ତ ତଳେ ନିଜକୁ ନତ କରିବା। ଗୋଟେ ମା ଧଳା ପ୍ୟାଣ୍ଟ ସାର୍ଟ ସେମାନେ ପିନ୍ଧନ୍ତି, ବାଳକ ମାନେ ସମସ୍ତେ। ଚର୍ଚ୍ଚରେ ଅନ୍ୟ କଲର ଏଲାଉ ନାହିଁ ସେଠି। ଭଲ ବେଶୀ ଆରାଧନା ଉପାସନା କରି। ମୁଁ ସେ ମାଆକୁ କହିଲି, ସେତେବେଳେ ଘର ଗୋଟେ ଖୋଜୁଥିଲି, ଗୋଟେ ଭାଇକୁ ଦେଖିଲି ମୁଁ। ଆଜ୍ଞା ଏଠି ଘର ମିଳିବ କି? ତୁ କିରେ ଚିହ୍ନା ହେଲା ପରିଚୟ, ଆମର ବିଷୟ ଜାଣିଛୁ ବୋଲି କହିଲା। କ'ଣ ଆଜ୍ଞା? ଆମର ମଣ୍ଡଳୀ ବିଷୟରେ ଜାଣିଛୁ ବୋଲି କହିଲା। କ'ଣ ହେଲା ମଣ୍ଡଳୀରେ? ଆମର ଏମିତି ପ୍ରାର୍ଥନା କରିବୁ, ସେମିତି କରିବୁ, ଏମିତି କୁଣ୍ଡେଇବୁ ନା, ଏମିତି କୁଣ୍ଡେଇବୁ ନାହିଁ ବୋଲି କହିଲେ। ହଉ ଭଲ ଆଜ୍ଞା ବୋଲି କହିଲେ। ଏବେ ଦେଖିଲି ସେ ପ୍ରଭୁଙ୍କୁ ଛାଡ଼ିକରି ସମୟ ଆୟା ପାଇକି ବୁଲୁଛି। ସେ ମତେ ଶିକ୍ଷା ଦଉଥିଲା, ଆମେ କିଏ, ଆମେ କେମିତି ପ୍ରାର୍ଥନା କରିବୁ ଜାଣିଛୁ ନା ବୋଲି କହୁଥିଲେ। ତାଙ୍କର ଡିପାର୍ଟମେଣ୍ଟର ଅର୍ଥାତ୍ ତାଙ୍କର ମନରେ ଲୋକ ଗୋଟେ ଭଉଣୀକୁ ଦେଖି ମିଶିଲେ, ମାମ ପାଇଁ ପ୍ରାର୍ଥନା କରିବ। ଆମେ ଔଷଧ ଖାଇବୁ ନାହିଁ, ଆମେ ଏମିତି ଆକା ଥିବୁ, ଜାଣିଛୁ କି ନାହିଁ ବୋଲି କହିଲେ। ହଉ ମା ଆମ ପାଇଁ ବି ପ୍ରାର୍ଥନା କର, ଭଲ ତମେ ବେଶୀ ଧାର୍ମିକ ବୋଲି। ଔଷଧ ଖାଇବ ନାହିଁ ସେ। ଗୋଟେ ସମାନ ବର୍ଷେ ପରେ ମୁଁ ହସ୍ପିଟାଲ ଯାଇଥିଲି ତାକୁ ଦେଖା କରିବା, ଜଣକୁ ଦେଖା କରିବା। ସେତେବେଳେ ସେ ମା ମଧ୍ୟ ବସିଛି। ସେ ମାଆଙ୍କୁ କହିଲି, ମା ତମେ ତ କେବେ ହସ୍ପିଟାଲ ଦର୍ଶନ କରିବ ନାହିଁ, ତମେ ତ ଭଲ, କ'ଣ ହେଲା ଆସିଛ? କ'ଣ କହିବି ବାବୁ, ଏ ଆଙ୍ଗୁଠିରେ ଗୋଟେ ପୋକ ଚୁବେଇ ଦେଲା। କ'ଣ ନା ଯେ ଆନ୍ଧ୍ରା ବୁଲି ବୁଲି କରି ଭାତ ଅଳ୍ପ ଔଷଧ ବେଶୀ ହେଇଗଲା ବୋଲି କହୁଥିଲା। କ'ଣ କହିବାର ଅଛି? ପରମେଶ୍ୱରଙ୍କର ଗୌରବ, ତାଙ୍କର ଦୟା, ତାଙ୍କର କୃପା ହେତୁ ଆମେ ହୁଷ୍ଟ ଫୁଷ୍ଟ ହେଇକରି ଅଛୁ। ଆମେ ଏଥିପାଇଁ ଫେର ତ ପୌଲୁସ ଲେଖୁଛନ୍ତି କରନ୍ତିୟରେ, 1 କରନ୍ତୀୟ 15:8-9, ମୁଁ କ୍ଷୁଦ୍ର ମାନଙ୍କ ଠାରୁ କ୍ଷୁଦ୍ର ଅଟେ, ମୁଁ ଅକଳ ଜାତ, ପ୍ରଭୁ ମତେ ମଧ୍ୟ ଦର୍ଶନ ଦେଲେ ବୋଲି ସେ ତାଙ୍କୁ କହୁଛନ୍ତି। କେତେ ଛୋଟ ହଉଛନ୍ତି ଦେଖନ୍ତୁ। ଆଉ କହୁଛନ୍ତି ଏଫେସୀୟ 3:8 ବି ଯଦି ଆମେ କେତେବେଳେ ପଢୁ, ଆମେ ଟିକେ ପଢି ସାହାଯ୍ୟ କରନ୍ତୁ। ଏଫେସୀୟ 3:8। ସମସ୍ତ ସାଧୁଙ୍କ ମଧ୍ୟରେ ହୁଁ, କ୍ଷୁଦ୍ରତମ ଠାରୁ କ୍ଷୁଦ୍ର ଯେ ମୁଁ, ହୁଁ, ମତେ ବିଜାତି ମାନଙ୍କ ନିକଟରେ ହୁଁ, ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ହୁଁ, ନିଧିର କୁସମାଚାର ପ୍ରଚାର କରିବା ପାଇଁ ହୁଁ। ଆମେ ସେ କ'ଣ ପରିଚୟ ଦଉଛନ୍ତି? ମୁଁ ସବୁ ଭାଇମାନଙ୍କ ଠାରୁ ଛୋଟ ଯେ ଛୋଟ, ମୁଁ ପରମେଶ୍ୱରଙ୍କୁ ସୁସମାଚାର ପ୍ରଚାର କରିବା ପାଇଁ ପ୍ରଭୁ ମତେ ଯୋଗ୍ୟତା ମଣିଲେ ବୋଲି କହୁଛନ୍ତି। ଆମେନ୍। ପ୍ରଭୁଙ୍କ ନାମ ଗୌରବ ହଉ। ହାଲେଲୁୟା।
आमेन। आमे आज प्रसंग अच्छी सरिष दाना क्षुद्र सबु बीज ठार क्षुद्र अटे किंतु सेटा बड़ हब तार डालर चढ़ई माने आसी बास करिवे दूर दूरंतर लोक माने आसीबे बोली कहउछन्ति बहुत विराट बड़ हब बोली लिखा है जे निजकु छोट करिवो प्रभु ताकू बड़ करबा पई चाहुछन्ति। एन पई 2026 भाभी दौन 2026 भल बहुत जन कहउछन 2026 भल नथिबो देश देश युद्ध चालुछि राज्य राज्य युद्ध चालुछि जाति विपक्ष जाति होउछन ठिया होउछन्ति जने लोक को मारी देले बालेश्वर रे मुस्लिम लोक को क्रिश्चियन लोक मारुछन्ति देखो युद्ध चालुछि केतळे आमे जो भाबुछु सुरक्षित होई करछु पैसा रखिछु आमे बैंक रे किछ असुविधा नाही केतळे युद्ध आरंभ होला परे हमर बुढ़ा कहबे युद्ध आरंभ हे गेले एन पे तमर अकाउंट रो पैसा सब निया जीवो आउ 5 वर्ष पर कि 10 वर्ष पर डबल कर दे देबो बोली कहबे सब पैसा नै जे बम फम किनेवा पाई बोली करे गला पैसा अकाउंट रो थिबा पैसा जरी पॉकेट रखिछु अर्थात घरे रखिबु 500 टका नोट 1000 टका नोट तो नाही बंद हे गेला 2000 नोट थिला सेटा ही बंद हे गेला घरे पैसा रखिबु बोली भाबुछ ताले मझी रे आउ थरो सुनुथिली 500 टका नोट जाको सब चेंज करिए बोली करी घरे पैसा रखले मरलु बैंक रखले भी मरलु इन पाई सदा प्रभु को ऊपर भरोसा करो और नम्र होई करी पाई को मनुष्य ऊपर भरोसा करूना आमेन जे मनुष्य ऊपर भरोसा करछे से शापग्रस्त बोली लिखा है जो मनुष्य ऊपर बाइबल लिखा है मनुष्य को प्रेम करो बोली लिखा है सेना को मनुष्य ऊपर भरोसा करिवो ना केवल भरोसा सदा प्रभु को ऊपर करिवो आमेन द्वितीय वंशावली आमे 7:14 आमे पढु से लिखा अछि आमेन नम्र करी प्रार्थना कले आमे तुम देश को सुस्थ करबा बोली प्रभु कहते सोलोमन कर सेटा नम्र करी प्रार्थना कले ही आमे तुमर देश को सुस्थ करबा आमेन खाली प्रार्थना बोली लिखिथिले गोटे मूवी हां एग्री था खाली प्रार्थना हां प्रभु खाली प्रार्थना किंतु तागरे प्रभु लिखुचंती नम्र करी प्रार्थना कले ही तुमर प्रार्थना में सुनिबा बोली कहउछंती निजो को नम्र करी प्रार्थना करबा ताहले प्रभु हमर प्रार्थना सुनिबे जदि हम एको को छोट होई कर हो भाई मोर भूल हे गेला क्षमा करंतो नम्र होई कर जीवा लोक माने समस्त भाबे कि तार दुर्बल बोली करी मात्र एटा ईश्वर को दृष्टि रे गोटे शक्ति अटे कहीं हम जो निज नम्र होकर प्रार्थना करबा ताहले प्रभु हमर ऊपर ब्लेसिंग परमेश्वर को आशीर्वाद रहइबो हम जरी बेसी गर्व हेबा अहंकार हेबा ताहले हम निज को नष्ट कर दबा बाइबल को एंटी पाए निज को नम्र कर फेरी तो माने निज को प्रभु तुमे क्षुद्र हो ताहले तुमे बड़ हो बोली कहले हम जरी बड़ हेबा पई चाहछु हमर मंडली भी वृद्धि प्राप्त हेबा पई चाहछु आमे जरी उन्नत हेबा पई चाहछु ताहले आमे निज को उन्नत करबा गोटे व्यक्ति थिले आमे गोटे साक्ष्य दे मु बंद करबी जने लोक थिला आमे विशाखापट्टनम से सत घटना कोई थिबी आमे से डॉक्टर अटे तार वाइफ भी डॉक्टर अटे गोटे पालक प्रचार करथिला से प्रचार सुनी करी से आसी कहूची भल प्रचार थिला तमरा प्रार्थना करो बोली को नथला किछि नै समस्त आसन कार पेट बथा कार तो मुंड बथा कार कोन समस्या विषय कहउन से पालक प्रेयर करथिला किंतु से कहूची हो मु जाउची मो टाइम हेला ड्राइवर जगिची मोर गाड़ी भी पळासिला बोली कहला कार सेतळे से पालक पथले के से लोक एते गर्भ कथा होची से लोक माने कहउतले से गोटे डॉक्टर ता स्त्री भी गोटे डॉक्टर तार गोटे झियो दुईटा पुओ माने डॉक्टर अटंती आ तांकर बो माने मध्य डॉक्टर ऑस्ट्रेलिया रे जर्मन रे अछंती तार झियो गायनिक स्पेशलिस्ट आउ तार जुई गोटे इंजीनियर बोली कहथि ओहो भलो बोली 6 मास परे तार स्त्री मरि गेले ता स्त्री मरि गेले सेतले तांकर लोक माने तांकर बो बो समस्त आसिले आसी दोसाना कोन करिवे नै कि मरि गला परे
ଦୋସା ଇଡଲି କରୁଥାଉଛନ୍ତି ବଞ୍ଚିଲା ସମୟରେ ତ ଆମର ମା ବାପାକୁ ଆମେ ଖାଇବା ପାଇଁ ଠିକ ସେ ଦେବୁ ନାହିଁ। ମରିଗଲା ପରେ ଦୁନିଆ ଲୋକ ଡାକି ଆଣି ଖାଇବା ପାଇଁ ଆମେ ଦଉ। ସେମିତି ସେମାନେ ସେଟା କରିଲେ। କଲା ପରେ ସମସ୍ତେ ନିଜ ନିଜ ଘରକୁ ପଳେଇଲେ ଆଉ କହିଲେ ବାପା ଆମେ ଯାଉଛୁ। କିଏ ବି ତାଙ୍କର ବାପାକୁ ଡାକିଲେ ନାହିଁ। ଆମ ଘରେ ଆସି ରହିବ, ଆମ ଘରେ ଆସି ଡାକି ରହିବ। କହିଲେ କୁକୁର ଗୋଟେ ରଖିଦେଇଛି, ଆଉ ସିକ୍ୟୁରିଟି ଗାର୍ଡ ଗୋଟେ ରଖା ହେଇଛି, ରୋଷେଇ କରିବା ଲୋକ ପାଇଁ ବି ଆମେ ଗୋଟେ ରଖକୁ ଆୟୋଜନ କରିଦେଇଛୁ। ରାତିରେ ହଠାତ୍ ସେ ଲୋକ ଉଠି ପଡିଲା, ସମସ୍ତେ ପଳେଇଲେ, ଉଠି ପଡିଲା ଆଉ ତା ସ୍ତ୍ରୀକୁ ଡାକୁଛି ସେ ମମତା ବୋଲିକରି। ସୁନିତା ସ୍ତ୍ରୀକୁ ଡାକୁଛି, ତା ସ୍ତ୍ରୀ ତା ପାଖରେ ନଥିଲା, ପାଣି ମାଗୁଥିଲା। ରାତିରେ କଣ ସିକ୍ୟୁରିଟି ଗାର୍ଡ ଆଣିଦବ ନା ସେ କୁକୁର ତା ପାଖରେ ଥିବ। ସେ କାନ୍ଦିଲା, କହିଲା ମୁଁ କେତେ ଗର୍ବ ହେଲି, ମୋର କିଛି ଆଉ ଟେନସନ ନାହିଁ, ମୁଁ ଆରାମରେ ଅଛି, ମୋର ପିଲାମାନେ ବି ବାହାରେ ଅଛନ୍ତି, ଡକ୍ଟର ମାନେ ଅଛନ୍ତି, ମୁଁ ବି ଗୋଟେ ଡକ୍ଟର ଅଛି ବୋଲି କହିଲା। କେଡ଼େ ଦୁଃଖରେ ସେ ପଡିଗଲା। ମତେ ମୋର ପିଲାମାନେ ମଧ୍ୟ ମତେ କିଏ ବି ଡାକୁନାହାନ୍ତି ଆସିକି ରୁହ ବୋଲିକରି। ଏଥିପାଇଁ ଧନବାନ ଆପଣା ଧନର ଦର୍ପ ନ କରୁ, ବଳବାନ ଆପଣା ବଳର ଦର୍ପ ନ କରୁ, ଜ୍ଞାନବାନ ଆପଣା ଜ୍ଞାନର ଦର୍ପ ନ କରୁ, ସେ ଦର୍ପ କରୁ ସଦାପ୍ରଭୁଙ୍କୁ ଜାଣୁ ବୋଲି ଆମେ ଜିରିମିୟ 9:26 ପଢୁ। ଆମେନ୍। ଏଥିପାଇଁ ବାଇବଲରେ କହେ ନିଜକୁ ନତ କର। ନିଜକୁ ନତ କରିବାର ଅର୍ଥ ହଉଛି ଏଟା ପରମେଶ୍ୱରଙ୍କର ଶକ୍ତି ଅଟେ। ନତ କରିବାର ଏଟା ଗୋଟେ ବୁଦ୍ଧିମାନ ଆଉ ଜ୍ଞାନୀ ବ୍ୟକ୍ତି ଅଟନ୍ତି। ଯେ ନିଜକୁ ନତ କରେ ସେ ପରମେଶ୍ୱରଙ୍କର ଦାସ ଅଟେ। ସେ ଯେ ନିଜକୁ ନତ କରେ ପ୍ରଭୁ ତାକୁ ଆଶୀର୍ବାଦ କରନ୍ତି। ତ ପରେ ଲେଖା ଯେ ନିଜକୁ ନତ କରେ ପ୍ରଭୁ ତାକୁ ଅନୁଗ୍ରହ କରନ୍ତି ବୋଲି ଲେଖା ହେଇଛି। ତା ପରିବାରଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତି ବୋଲି ଲେଖାଯାଇଅଛି। ଏଥିପାଇଁ ବାଇବଲରେ ଲେଖା ଯେ ମୋର ବାକ୍ୟ ଶୁଣି ପାଳନ କରେ ସେ ବୁଦ୍ଧିମାନ ଆଉ ଜ୍ଞାନୀ ବ୍ୟକ୍ତି ବୋଲି ଲେଖାଯାଇଅଛି। ଏଥିପାଇଁ ପ୍ରଭୁ କୁହନ୍ତି ହାଲେଲୁୟା, ନିଜକୁ ନତ କର, ନିଜକୁ ନମ୍ର କର ବୋଲି ପ୍ରଭୁ କହନ୍ତି। ଏଥିପାଇଁ ମାଥ୍ୟୁ ସୁସମାଚାର ଲେଖା ହେଇଛି ନମ୍ର ଲୋକ ଧନ୍ୟ, ସେମାନେ ପୃଥିବୀର ଅଧିକାରୀ ହେବେ ବୋଲି ଲେଖାଯାଇଛି। ଆମେନ୍। ଆମେ ଯଦି ଗୋଟେ ଲିଡର ହେବା ପାଇଁ ଚାହୁଁଛୁ, ଆମର ପ୍ରାକ୍ ପ୍ରଚାର ଦ୍ୱାରା ଲୋକମାନେ ଯଦି ମନ ପରିବର୍ତ୍ତନ ହେବ, ପ୍ରଭୁ ଆମମାନଙ୍କୁ ବ୍ୟବହାର କରନ୍ତୁ ବୋଲି ଆମେ ନିଜକୁ ଚାହୁଁଛୁ, ପ୍ରଭୁ ଆମମାନଙ୍କୁ ବରଗଛ କରିବା ପାଇଁ ଆମେ ଯଦି ଚାହୁଁଛୁ, ତାହେଲେ ପରମେଶ୍ୱରଙ୍କ ଦୃଷ୍ଟିରେ ଆମେ ନିଜକୁ କ୍ଷୁଦ୍ର ଏବଂ ଛୋଟ କରିବା, ତାହେଲେ ପ୍ରଭୁ ଆମମାନଙ୍କୁ ଉନ୍ନତ କରିବେ। ପ୍ରଭୁ ଏ ବାକ୍ୟ ସାକ୍ଷୀରେ ଆପଣଙ୍କୁ ମତେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ମୋ ପାଇଁ, ମୋ ପରିବାର ପାଇଁ ଆପଣମାନେ ସମସ୍ତେ ପ୍ରାର୍ଥନା କରନ୍ତୁ। ସମସ୍ତଙ୍କୁ ଜୟ ଯୀଶୁ। ପ୍ରେଜ୍ ଦ ଲର୍ଡ। ଆମେନ୍। ଆମେନ୍ ଆମେନ୍। ଧନ୍ୟବାଦ ଆଜ୍ଞା, ଅତି ସୁନ୍ଦର ଭାବରେ ପ୍ରଭୁଙ୍କର ବାକ ଆମମାନଙ୍କର ସମ୍ମୁଖରେ ରଖିଲେ। ଆମମାନଙ୍କର ଜୀବନ ମଧ୍ୟରେ ଆଜିକାଲି ଆମମାନେ କି ପ୍ରକାର ଜୀବନ ଯାପନ କରୁଛୁ ତାହା ନେଇକି ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି। ନମ୍ରତା ଲୋକ ଆମମାନେ ଯେପରି ନମ୍ରତା ହେବା, ନିଜକୁ ନତ କରିବା, ପ୍ରଭୁଙ୍କ ଠାରେ ଭରସା କରିବା, ନିଜକୁ ଦର୍ପଣ କରି ଅନ୍ୟର ସହିତ ଆମମାନେ ପ୍ରେମରେ ଆପଣାର ଜୀବନକୁ ଅତିବାହିତ କରିବା। ଅତି ସୁନ୍ଦର ଅନେକ ପଦପର୍ବ ନେଇ ଅନେକ ଅତି ସୁନ୍ଦର ଭାବରେ ପ୍ରଭୁଙ୍କର ବାକ୍ୟରୁ ବ୍ୟାଖ୍ୟା କରିଛନ୍ତି। ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ଆପଣଙ୍କର ସେବା କାର୍ଯ୍ୟରେ, ଆପଣଙ୍କର ପରିବାରରେ, ଆପଣଙ୍କର ସକଳ କାର୍ଯ୍ୟରେ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ପବିତ୍ର ଆତ୍ମାର ସ୍ପର୍ଶତା ଦେଇ ଆପଣଙ୍କୁ ପ୍ରତ୍ୟେକ ସ୍ଥାନରେ ପ୍ରଭୁ ବ୍ୟବହାର କରନ୍ତୁ। ଧନ୍ୟବାଦ। ସମସ୍ତେ ପ୍ରଭୁଙ୍କର ଗୌରବ ନିମନ୍ତେ ଆମମାନେ ଗୋଟିଏ ଉଚ୍ଚ କରତାଳ ଦେଇକି ପ୍ରଭୁଙ୍କର ଗୌରବ କରିବା, ପ୍ରଭୁଙ୍କର ଦାସଙ୍କୁ ସମ୍ମାନ ଦେବା।